कराग्रे वसते लक्ष्मी करमध्ये सरस्वती करमूले तु गोविन्दम् प्रभाते करदर्शनम् समुद्रवसने देवी पर्वतस्तनमण्डले विष्णुपत्नी नमस्तुभ्यम् पादस्पर्शं क्षमस्व मे समस्तंको नमस्कार। आशा करुच्ची समस्ते मते शुणी पारुचंती। चलंतो समस्ते निज निजर वीडियो ऑन करनियंतो। मो मध्य मोर वीडियो ऑन करुच्ची एवं समस्तंको स्वागतम आज दिव्य संयोग श्रेणी को समस्तंको मो हार्दिक के अभिनंदन जनाऊँची स्वागत जनाऊँची। आशा करुच्ची आपण मैंने समस्ते मते ठीक भाव शुणी पारुचंती। यस यस बहुत बहुत बढ़िया। चलंतो आमे आज दिव्य संयोग क्लास को आग को बढ़ाइबा। तेणु आज आम दिव्य संयोग क्लास को आग को बढ़ाइबा। या पूर्वर आम अष्ट चिरंजीवी विषय में आलोचना करिसंती। तेज आज किसी मजादार विषय मान को नहीं आसिया मजा किंतु मजा सहित किसी सीरियसनेस किसी जीवनर जो बहुत बड़ बड़ निष्पत्ति केमिति बेड़े बेड़े भूल हो जाए एवं से केमिति समाज रे माने धर्म नष्ट हुए ता विषय में आलोचना करवा एवं ताको आलोचना को आग को बढ़ाई महाभारतर किसी विषय वस्तु मान आपण मान आगे अवतारणा करने चाहे। आप रेडी प्रस्तुत अच्छा? यस चलते समस्ते टिके नमस्कार मध्य रही जात समस्ते स्माइलिंग फेस क्लोज योर आईज। परम पिता परमेश्वर को स्मरण करंतो जो भी शक्ति को अपना विश्वास करते स्मरण करंतो माता पिता को स्मरण करंतो शिक्षा गुरु दीक्षा गुरु मार्गदर्शक शुभचिंतक पितृपुरुषगण महापुरुषगण ऋषि मंडली समस्त को स्मरण करंतो
ଜଳ ଅଗ୍ନି ବାୟୁ ପୃଥିବୀ ଏବଂ ଆକାଶକୁ ସ୍ମରଣ କରନ୍ତୁ। ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ସକାରାତ୍ମକ ଶକ୍ତି ତଥା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ପବିତ୍ର ଆତ୍ମଗଣଙ୍କୁ ସ୍ମରଣ କରନ୍ତୁ। ଆଶୀର୍ବାଦ ନିଅନ୍ତୁ କି ଆମେ ଯେଉଁ ଦିବ୍ୟ ସଂଯୋଗ ଶ୍ରେଣୀରେ ଉପସ୍ଥିତ ହେଇଛନ୍ତି, ଆମକୁ ସେହି ଦିବ୍ୟ ସତ୍ତାଙ୍କ ସହିତ ଦିବ୍ୟ ଶକ୍ତିଙ୍କ ସହିତ ଆମକୁ ସଂଯୁକ୍ତ କରିବାର ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତୁ। ସମସ୍ତେ ପ୍ରଣାମ କରିନିଅନ୍ତୁ। ହାତ ଗୋଟେ ଘଷି ଦିଅନ୍ତୁ, ଆଖିରେ ସ୍ପର୍ଶ କରିଦିଅନ୍ତୁ। ଦୁଇ ବାହୁ ମେଲେ ୟୁନିଭର୍ସକୁ ଗ୍ରାଟିଚ୍ୟୁଡ୍ ପ୍ରଦାନ କରନ୍ତୁ। ବିଶ୍ୱ ବ୍ରହ୍ମାଣ୍ଡକୁ ଧନ୍ୟବାଦ, ଧନ୍ୟବାଦ ଏବଂ ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍। ସମସ୍ତଙ୍କୁ ନମସ୍କାର, ସୁସ୍ୱାଗତମ। ଆପଣମାନେ ସମସ୍ତେ ମୋତେ ଦେଖିପାରୁଛନ୍ତି, ଶୁଣିପାରୁଛନ୍ତି। ଆଜି ଆମେ ମହାଭାରତର କିଛି ବିଷୟବସ୍ତୁମାନଙ୍କୁ ମୁଁ ଆପଣଙ୍କ ଆଗରେ ଅବତାରଣା କରିବି, ଯାହାକୁ ନେଇକି ଆମେ ଧର୍ମ କିଭଳି ଭାବରେ ନଷ୍ଟ ହେଇଛି, ଧର୍ମ ପାଇଁ ଗୋଟେ ଗୋଟେ ଡିସିସନ୍ ନିଷ୍ପତ୍ତି ମାନେ କେମିତି ବହୁତ ଭାରି ପଡ଼ିଯାଇଛି ଏବଂ ସଂସାରରେ ଅବ୍ୟବସ୍ଥା ଆସିଛି, ଅଧର୍ମ ଆସିଛି, ଅନ୍ୟାୟ ଆସିଛି, ତା ଉପରେ ଅବତାରଣ କରିବା। ତେବେ ମହାଭାରତର ସବୁଠୁ ପୁରୋଧା ସୃଷ୍ଟିକର୍ତ୍ତା, ସବୁଠୁ ଯିଏ ଅଗ୍ରଗଣ୍ୟ ଭାବରେ ରୁହନ୍ତି, ସେ ତ ହେଉଛନ୍ତି ଶ୍ରୀକୃଷ୍ଣ। ଆପଣମାନେ ସମସ୍ତେ ଜାଣିଛନ୍ତି ସେ ହେଉଛନ୍ତି ବାସୁଦେବ ଶ୍ରୀକୃଷ୍ଣ, ଯିଏକି ସମଗ୍ର ମହାଭାରତକୁ ଚଳାଉଛନ୍ତି। ଶେଷ ପର୍ଯ୍ୟାୟରେ ବି ଯେତେବେଳେ କୁହାଯାଉଛି କି ସେ ହିଁ ସବୁ କରାଉଛନ୍ତି, ଏହି କଥା ମଧ୍ୟ ସ୍ପଷ୍ଟ ଭାବରେ ପ୍ରମାଣିତ ହେଇଛି। ଯେତେବେଳେ ଧର୍ମ ସମାଜରେ ଭାରି ମାନେ ହାଲୁକା ହେଇଯାଏ, ଅଧର୍ମ ଭାରି ପଡ଼ିଯାଏ, ଅଧର୍ମର ଅତ୍ୟାଚାର ବଢ଼ିଯାଏ, ସାଧାରଣ ଲୋକମାନେ ତାଙ୍କ ଜୀବନ ଶୈଳୀକୁ ଠିକ୍ ଭାବରେ ପାଳନ କରିପାରନ୍ତି ନାହିଁ, ବଞ୍ଚିପାରନ୍ତି ନାହିଁ, ଜୀବିକା ନିର୍ବାହ କରିପାରନ୍ତିନି, ଅଧର୍ମର ତାଡ଼ନାରେ ନିଷ୍ପେଷିତ ହୁଅନ୍ତି, ଦୁଃଖରେ ପ୍ରପୀଡ଼ିତ ହୁଅନ୍ତି, ସେତେବେଳେ ଧର୍ମ ସଂସ୍ଥାନ ପାଇଁ ଯୁଗେ ଯୁଗେ ଭଗବାନଙ୍କର ଅବତାରଣା ହେଇଛି। ଏହା ଗୀତାରେ ମଧ୍ୟ କୁହାଯାଇଛି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜମ୍ୟହମ୍ ପରିତ୍ରାଣାୟ ସାଧୂନାଂ ବିନାଶାୟ च ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି युगे युगे। ତେଣୁ ଏଇଟା ପ୍ରତି ଯୁଗରେ ଦେଖାଯାଇଛି ଏବଂ ଏଇ ଯେଉଁ ଚାରୋଟି ଯୁଗ ସତ୍ୟ, ତ୍ରେତା, ଦ୍ୱାପର ଏବଂ କଳିର ଗୋଟେ ସାର୍କିଲ୍ ଚାଲିଛି। ଗୋଟେ କ୍ରମାନ୍ୱୟରେ ବାର ବାର ସତ୍ୟ ପରେ ପୁଣି କଳି ପରେ ପୁଣି ସତ୍ୟ ଆସୁଛି, ତାପରେ ତ୍ରେତା ଆସୁଛି, ତାପରେ ଦ୍ୱାପର, ତାପରେ କଳି, ଏମିତି ଚାଲିଛି। ତା ଭିତରେ ଧର୍ମ ସଂସ୍ଥାପନ ପାଇଁ ଭଗବାନ ଅବତାର ପୁରୁଷ ଭାବରେ ପୃଥିବୀରେ ଜନ୍ମ ନେଇଛନ୍ତି ଏବଂ ଧର୍ମକୁ ସଂସ୍ଥାପନ କରିଛନ୍ତି। ଅନ୍ୟାୟ ଅତ୍ୟାଚାର ଲୋକମାନଙ୍କୁ ଯେତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବଦଳାଇଛନ୍ତି ଏବଂ ଯେଉଁମାନେ ବଦଳି ନାହାନ୍ତି ତାଙ୍କର ବଦ୍ଧ ମଧ୍ୟ କରିଛନ୍ତି, ସଂହାର ମଧ୍ୟ କରିଛନ୍ତି, କିନ୍ତୁ ଧର୍ମକୁ ସଂସ୍ଥାପନ କରିଛନ୍ତି। ମହାଭାରତ ଭିତରେ ବି ଆମେ ଯେତେବେଳେ ଦେଖିବାକୁ ଯାଉ, ତାହେଲେ ଗୋଟେ ଧର୍ମକୁ ନେଇକି ହିଁ ଗୋଟେ ଧର୍ମଯୁଦ୍ଧ ହେଇଛି ମହାଭାରତରେ ଏବଂ ସେଇ ଧର୍ମଯୁଦ୍ଧ ଧର୍ମକୁ ଢାଲ କରିକି ଯେତେବେଳେ ଆଗକୁ ବଢ଼ୁଛି, ତା ଭିତରେ କେତେ ଅଧର୍ମ, କେତେ ଅବିଚାର ତା ଭିତରେ କେମିତି କେମିତି ରୂପାୟିତ ହେଇଛି ତାକୁ ମଧ୍ୟ ଆମେ ଦେଖନ୍ତି। ସାଧାରଣ ଭାବରେ, ସାଧାରଣ ପାଠକ ଭାବରେ, ସାଧାରଣ ଶ୍ରୋତା ଭାବରେ ଆମେ ଯେତେବେଳେ ଅତି ଭିତରକୁ ପଶି ପାରନ୍ତି ନାହିଁ, କେବଳ ଉପର ଠାଉରା ଭାବରେ ଆମେ ମହାଭାରତକୁ ଦେଖିଥାନ୍ତି, ସେତେବେଳେ ଏଇଆ କାହିଁ ହେଲା, ସେଇଆ କାହିଁ ହେଲା, ଏଇଟା ହେବା ଉଚିତ ନୁହଁ, ସେଇଟା ହେବା ଉଚିତ ନୁହଁ, ଏହା ହେଇଥିଲେ ଭଲ ହେଇଥାନ୍ତା, ଏଇଭଳି ଭାବରେ ଆମର କିଛି କଞ୍ଚା ମତାମତକୁ ମଧ୍ୟ ଆମେମାନେ ରଖିଥାନ୍ତି ପାଠକମାନେ। ବଟ୍ ଯିଏ ମହାଭାରତ ସୃଷ୍ଟି କରିଛନ୍ତି, ମହାଭାରତର ରଚୟିତା ଶ୍ରୀଯୁକ୍ତ ବେଦବ୍ୟାସ, ମହର୍ଷି ବେଦବ୍ୟାସ ଇତି ଜ୍ଞାନୀ, ଇତି ଗୁଣୀ ଏବଂ ତାଙ୍କର ଲେଖନୀରେ ଯେଉଁ ମହାଭାରତ ସୃଷ୍ଟି ହେଇଛି, ତା ଭିତରେ ଚରିତ୍ରମାନଙ୍କର ଯେଉଁ ରୂପାନ୍ତକରଣ ଯେଉଁ ରୂପାୟିତ କରିଛନ୍ତି, ଏତେ ମାର୍ମିକ, ଏତେ ବାସ୍ତବତା, ପ୍ରତି କ୍ଷେତ୍ରରେ, ପ୍ରତି ଶବ୍ଦରେ, ପ୍ରତି ବାକ୍ୟରେ ଆମେ ଏଇଠୁ ଉପଦେଶ ଆମକୁ ମିଳେ, ଜୀବନକୁ ଆଗକୁ ନେବା ପାଇଁ ବାର୍ତ୍ତା ମିଳେ, ଆଗକୁ ନେବା ପାଇଁ ପ୍ରେରଣା ମିଳିଥାଏ। କିନ୍ତୁ ଅଧିକାଂଶ ଲୋକ ଆମେମାନେ କ'ଣ କରନ୍ତି କି ନକାରାତ୍ମକ ବିଷୟମାନଙ୍କୁ ହିଁ ଆମେ ଗ୍ରହଣ କରିଥାନ୍ତି। ଯେମିତିକି ସାଧାରଣତଃ କହିଲେ, ମହାଭାରତରେ ଯଦି ରାଜନୀତି କରିବାର ଅଛି ତାହେଲେ ମହାଭାରତରୁ ରାଜନୀତି ଶିଖନ୍ତୁ ଏବଂ ରାଜନୀତିର ଯେଉଁ ଖଳ ଉପାୟ ଯାହା ପ୍ରପଞ୍ଚ କରିଛନ୍ତି ସମଗ୍ର ମହାଭାରତ ଭିତରେ, ଏଇ ଶକୁନି
ଶକୁନିଙ୍କର ପ୍ରପଞ୍ଚକୁ ବି ବହୁତ ଲୋକ ଆବରି ନିଅନ୍ତି ଏବଂ ଏଇଟା ହିଁ ମୋର ଶକ୍ତ କଳା ମୁଁ ଶିଖିଗଲି ମହାଭାରତରୁ ଭାବିକି ତାକୁ ହିଁ ଆଧାର କରନ୍ତି। କିନ୍ତୁ ପରୀକ୍ଷଣରେ ଯେଉଁ ଉପସଂହାରରେ ଦେଖାଯାଇଛି କି ଶକୁନିଙ୍କର ପ୍ରପଞ୍ଚ ମଧ୍ୟ କାମ ଦେଇନାହିଁ ଏବଂ ଧର୍ମର ବିଜୟ ହେଇଛି, ପାଣ୍ଡବମାନଙ୍କର ବିଜୟ ହେଇଛି। ସେଇ କଥାକୁ କିନ୍ତୁ ଆମର ଲୋକମାନେ ଗ୍ରହଣ କରନ୍ତି ନାହିଁ। ରାଜନୀତିକୁ ଆଖ୍ୟା କରି ରାଜନୀତି ଶିଖିବା ଆଳରେ ସେମାନେ ଶକୁନିଙ୍କର ବହୁତ ବାର୍ତ୍ତାକୁ ଶିକ୍ଷା ଗ୍ରହଣ କରିଥାନ୍ତି, ଯେଉଁଥିରେ କି ଆମେ ସମାଜକୁ ଧୀରେ ଧୀରେ ଭଲ ସମାଜ ହେବା ଅଭିମୁଖୀ ସେମାନେ ଖରାପ ଅବସ୍ଥାକୁ ନେଇଯାଆନ୍ତି। ବଟ୍ କିଛି ବି ଭଲ ଭଲ ରାଜନୀତିଜ୍ଞ ଅଛନ୍ତି, ଜ୍ଞାନୀ ଅଛନ୍ତି, ଗୁଣୀ ଅଛନ୍ତି, ଯେଉଁମାନେ କି ମହାଭାରତ ଭିତରୁ ତାର ସାରାଂଶ ଭଲ ଭଲ ବିଷୟ ଭଲ ଭଲ ତଥ୍ୟକୁ ଗ୍ରହଣ କରନ୍ତି ଏବଂ ସେମାନେ ତାଙ୍କ ରାଜନୀତିର ଢାଲ ଭାବରେ ଗ୍ରହଣ କରନ୍ତି ଏବଂ ସେମାନେ ଜନସେବା ପାଇଁ ଲୋକମାନଙ୍କ ସେବା ପାଇଁ ମାନବର ଅଧିକାର ନିମିତ୍ତ ସେମାନେ କାମ କରିଥାନ୍ତି। ତେବେ ମୋଟାମୋଟି ଭାବରେ ଆମେ ଯଦି ଆରମ୍ଭ କରିବା ତାହେଲେ ତିନି ଚାରୋଟି ଷ୍ଟୋରି ମୁଁ ଆପଣଙ୍କୁ ଆଜି କହିବା ପାଇଁ ଚାହୁଁଛି ସମୟକୁ ଦେଖିକି। ତେବେ ଆମେ ସମସ୍ତେ ଜାଣିଛନ୍ତି ଏ ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ଏକଲବ୍ୟ କଥା। ଆଜି ସେଇଠୁ ମୁଁ ଆରମ୍ଭ କରିବା ପାଇଁ ଚାହୁଁଛି ସେଇ ତଥ୍ୟଟି। ଏକଲବ୍ୟ ଏବଂ ଦ୍ରୋଣାଚାର୍ଯ୍ୟଙ୍କ କଥା ଆମେ ଉଣା ଅଧିକେ ସମସ୍ତେ ଜାଣିଛନ୍ତି। ଯେତେବେଳେ ଆପଣଙ୍କର ହସ୍ତିନାପୁରରେ କୌରବମାନଙ୍କ ପିଲାମାନେ କୌରବମାନେ ଏବଂ ପାଣ୍ଡବମାନଙ୍କ ପିଲାମାନେ ବାଲ୍ୟ ଅବସ୍ଥାରେ ଥିଲେ, ସେହି ସମୟରେ ମଧ୍ୟ ସେମାନଙ୍କ ଭିତରେ ବହୁତ ସାରା ଖରାପ ମନୋଭାବ ସୃଷ୍ଟି କରାଯାଉଥିଲା। ଶକୁନି ପିଲାଟି ଦିନରୁ ତାଙ୍କୁ ସୃଷ୍ଟି କରୁଥିଲେ, କାରଣ ଶକୁନି ଯେତେବେଳେ ଗାନ୍ଧାରୀ ବାହା ହେବା ପାଇଁ ଆସିଲେ, ବାହାଘର ପରଠୁ ଧୃତରାଷ୍ଟ୍ରଙ୍କୁ ବାହା ହେଲେ, ସେ ତା ପରଠୁ ଶକୁନି ଆଉ ପ୍ରତ୍ୟାବର୍ତ୍ତନ କରିନାହାନ୍ତି ତାଙ୍କର ଗାନ୍ଧାର ରାଜ୍ୟକୁ, ରହିଯାଇଛନ୍ତି। ଏବଂ ଆରମ୍ଭରୁ ଜନ୍ମ ପୂର୍ବରୁ କୌରବମାନଙ୍କର ଜନ୍ମ ପୂର୍ବରୁ ମାନେ ଦୁର୍ଯ୍ୟୋଧନଙ୍କ ଶହେ ଭାଇଙ୍କ ଜନ୍ମ ପୂର୍ବରୁ ସିଏ ପ୍ରପଞ୍ଚ ଆରମ୍ଭ କରିଦେଇଛନ୍ତି, ତାଙ୍କ ମୁଣ୍ଡ ଭିତରେ ପୂରେଇଛନ୍ତି। ଆପଣମାନେ ଯେତେବେଳେ ଦେଖିବା ପାଇଁ ପାଇବେ କି ଗୋଟେ ପଟେ ପାଣ୍ଡବ ଗୋଟେ ପଟେ କୌରବ, କୌରବମାନଙ୍କର ପିଲାମାନେ ଏତେ ବିଶୃଙ୍ଖଳିତ ଥିବା ବେଳେ ପାଣ୍ଡବ ଏଇ ପାଞ୍ଚ ଭାଇ ଯେଉଁ ପିଲାବେଳୁ ଏମାନେ ବହୁତ ଶାନ୍ତ ସୁଶୀଳ ଏବଂ ନିୟମ ଅନୁସାରେ ଏମାନେ ଆଗକୁ ବଢ଼ୁଥିଲେ। ଏସବୁ ଦେଖିକି ଯେତେବେଳେ ପରୀକ୍ଷଣରେ ବହୁତ ବଡ଼ ବିଚାର ହେଇଗଲା, ଭୀମକୁ ବିଷ ଲଡୁ ଦିଆଗଲା, ସମୁଦ୍ରରେ ଭସେଇ ଦିଆଗଲା ପାଣି ଭିତରେ, ଏଇସବୁ ତଥ୍ୟ ପରବର୍ତ୍ତୀ ସମୟରେ ଜାଣିଲା ପରେ ସବୁ ପିଲାମାନଙ୍କୁ ଗୁରୁ ଆଶ୍ରମକୁ ପଠାଗଲା। ବହୁତ ସର୍ତ୍ତମୂଳକ ଭାବରେ 12 ବର୍ଷ ପର୍ଯ୍ୟନ୍ତ କେହି ପିତାମାତା ତାଙ୍କ ଶିଷ୍ୟମାନଙ୍କ ତାଙ୍କ ପୁତ୍ର ସନ୍ତାନ ସନ୍ତତିମାନଙ୍କ ସହିତ ସମ୍ପର୍କ ରଖିପାରିବେ ନାହିଁ ଏବଂ ସେମାନେ ସମ୍ପୂର୍ଣ୍ଣ ଭାବରେ ଗୁରୁଙ୍କ ଉପରେ ସମର୍ପିତ ହେବେ। ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମକୁ ଯେତେବେଳେ କୌରବମାନଙ୍କୁ ପାଣ୍ଡବମାନଙ୍କୁ ବି ପଠାଗଲା, ସେମାନେ ସେଇଠି ଶିକ୍ଷା ଗ୍ରହଣ କଲେ। ସେଇଠି ମଧ୍ୟ ଶିକ୍ଷା ଗ୍ରହଣ କଲା ଭିତରେ ମଧ୍ୟ ଦୁର୍ଯ୍ୟୋଧନଙ୍କ ମୁଣ୍ଡରେ ଶକୁନି ପିଲାବେଳୁ ଏମିତି ତିଆରି କଲେ, ତାକୁ ଏତେ ଖରାପ ଭାବରେ ତିଆରି କଲେ ଦୁର୍ଯ୍ୟୋଧନଙ୍କୁ କି ଦୁର୍ଯ୍ୟୋଧନଙ୍କ ମନ ଭିତରେ ସବୁବେଳେ ଭାଇ ଭାଇ ପ୍ରତି ତାଙ୍କର ଅସ୍ୟ ଭାବ ରହିଲା। ସବୁବେଳେ ତାଙ୍କ ନିଜ ଭାଇ ଯିଏକି ବିକର୍ଣ୍ଣ ହେଲେ, ଦୁଃଶାସନ ହେଲେ, ଏମାନେ ଏମାନଙ୍କୁ ବହୁତ ଗୁରୁତ୍ୱ ଦେଉଥିବା ବେଳେ ପାଣ୍ଡବ ପାଞ୍ଚ ଭାଇଙ୍କୁ ସଦାସର୍ବଦା ଇର୍ଷା କରୁଥିଲେ। ଏଭଳିକି ଭୀମ ସେମାନଙ୍କୁ ଜୀବନରେ ମାରିଦେବାର ପ୍ରୟାସ ମଧ୍ୟ ପିଲାବେଳୁ ବିଭିନ୍ନ ଜାଗାରେ କରିଛନ୍ତି। ତେବେ ଯେତେବେଳେ ଦ୍ରୋଣାଚାର୍ଯ୍ୟଙ୍କ ଆଶ୍ରମରେ ଯାଇଛନ୍ତି, ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ହେଉଛନ୍ତି ଅଶ୍ୱତ୍ଥାମା ବହୁତ ଶକ୍ତିଶାଳୀ। ତେବେ ଗୁରୁଙ୍କ ଠାରୁ ଅଧିକ ଶିକ୍ଷା ଗ୍ରହଣ କରିବା ଆଳରେ ଦୁର୍ଯ୍ୟୋଧନ ଅଶ୍ୱତ୍ଥାମାଙ୍କ ସହିତ ମୈତ୍ର ହେଇଯାନ୍ତି ଏବଂ ଦୁଇ ଜଣ ଯାକ ମୈତ୍ର ହେଇକି ଅଛନ୍ତି, ପରସ୍ପର ସହିତ ନିବିଡ଼ ସମ୍ପର୍କ ଅଛି। ଏବଂ ସେହି ସମୟରେ ମଧ୍ୟ ବେଳେବେଳେ ଦୁର୍ଯ୍ୟୋଧନ ଅଶ୍ୱତ୍ଥାମାଙ୍କୁ ପ୍ରବର୍ତ୍ତଉଛନ୍ତି କି ମୈତ୍ରୀ ଆପଣଙ୍କ ବାପା ଅର୍ଥାତ୍ ଆମ ଗୁରୁ, ତମେ ପୁଅ ହେଇକି ବି ତମକୁ ଯେତିକି ଶିକ୍ଷା ଦଉନାହାନ୍ତି ତାଠୁ ଅଧିକ ଅର୍ଜୁନକୁ ଦଉଛନ୍ତି। ଏମିତି କିଛି କିଛି ଭ୍ରମ ଧାରଣା ମଧ୍ୟ ଅଶ୍ୱତ୍ଥାମାଙ୍କ ମୁଣ୍ଡରେ ଦୁର୍ଯ୍ୟୋଧନ ପିଲାବେଳୁ ପଠାଉଛନ୍ତି। ଏକଦା ଶିଖି ଚାଲିଛନ୍ତି, ଏମାନଙ୍କୁ ନେଇକି ପରୀକ୍ଷା କରିଛନ୍ତି। ସେଇ ସବୁ ଯେଉଁ ଚଢ଼େଇକୁ ଦେଖିବା ଗଳ୍ପ ସମସ୍ତେ ଜାଣିଛନ୍ତି, ତାକୁ ଅବତାରଣ କରିବା ପାଇଁ ମୁଁ ଚାହୁଁନାହିଁ। ଏମିତି ଶିଖି ଶିଖି ଧୀରେ ଧୀରେ ଯେତେବେଳେ ଆଗକୁ ଯାଉଛନ୍ତି ନା ଅର୍ଜୁନ ଏକଦମ
ପ୍ରାଣବନ୍ତ ଭାବରେ ତାର ଶିକ୍ଷା ଗ୍ରହଣ କରୁଛି ଅନ୍ତରର ସହିତ ଏବଂ ଗୁରୁଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଏବଂ ଗୋଟେ ପରେ ଗୋଟେ ଯୁଦ୍ଧ ବିଦ୍ୟା ସବୁ କୌଶଳକୁ ଅର୍ଜୁନ ଅନାୟାସରେ ଶିକ୍ଷା ଗ୍ରହଣ କରୁଛି। ଏକଦା ବାଳକ ଅର୍ଜୁନ ଗୋଟେ ବୃକ୍ଷ ଉପରେ ସର ନିକ୍ଷେପ କରୁ କରୁ ସରସନ୍ଧାନ କରି 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 ଅନେକ ଅସ୍ତ୍ର ସରସନ୍ଧାନ କରିଦେଇଛି। ସବୁ ଅସ୍ତ୍ର ଯାଇକି ବୃକ୍ଷ ଉପରେ ତାର ନିକ୍ଷେପ ହେଇଛି। ଯେତେବେଳେ ବୃକ୍ଷ ପାଖକୁ ଯାଇକି ସର କାଢ଼ିବା ପାଇଁ ଯାଆନ୍ତି ତ ସେଇଠି ଦେଖନ୍ତି ଅନ୍ୟ ଏକ ସରଟା ଲାଗିଛି। ଦେଖିଲେ ଏଇଟା ତ ମୋର ଅସ୍ତ୍ର ନୁହଁ, ତାହେଲେ ଏଇ ଅସ୍ତ୍ର କାହାର? ଖୋଜିଛନ୍ତି, ସେତେବେଳେ ଦେଖିଲେ କି ଗୋଟେ ବାଳକ ଦୌଡ଼ି ଦୌଡ଼ି ପଳାଇବାର ତାଙ୍କ ଦୃଷ୍ଟିଗୋଚର ହେଇଛି ଏବଂ ସେଇ ଅସ୍ତ୍ରକୁ ଧରିକି ତାକୁ ଦୌଡ଼େଇଛନ୍ତି। ଦୌଡ଼େଇଛନ୍ତି ଅର୍ଜୁନ କି ସେ କିଏ? ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରେ ସେ ପ୍ରବେଶ କରିଛି। ଜଙ୍ଗଲ ଭିତରେ ଅର୍ଜୁନ ମଧ୍ୟ ଗୋଡ଼େଇଛନ୍ତି। ଗୋଡ଼େଇ 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 ଯେତେବେଳେ ପହଞ୍ଚି ଯାଇଛନ୍ତି ଗୋଟେ ଆଶ୍ରମ ଭଳିଆ ଜାଗାଟେ ହେଇଛି ଜଙ୍ଗଲ ଭିତରେ, ଗୋଟେ ଗଛ ଫଛ କାଟିକି ଗୋଟେ ପଡ଼ିଆ ଭଳିଆ ଜାଗା ହେଇଛି ଏବଂ ସେଇ ଜାଗାରେ ପହଞ୍ଚି ଯାଇଛନ୍ତି। ସେ ହେଉଛନ୍ତି ଏକଲବ୍ୟ, ଯିଏକି ଜଙ୍ଗଲକୁ କାଟିକି ସେ ଅନୁସରଣ କରୁଥିଲେ। ଏ ଦିନ ଯାକ ସବୁବେଳେ ଦୁର୍ଯ୍ୟୋଧନଙ୍କ ପ୍ରବଚନ ଶୁଣୁଥିଲେ। ଦୁର୍ଯ୍ୟୋଧନ କେମିତି ଶିଖଉଛନ୍ତି ସେ ସବୁ ଯାକ ସେ ଧ୍ୟାନ ସହ ଶୁଣୁଥିଲେ ଏବଂ ରାତିରେ ତାଙ୍କର ଅସ୍ତ୍ର ଅଭ୍ୟାସ କରୁଥିଲେ ଏକଲବ୍ୟ। ଏବଂ ସେଇଠି ଯାଇକି ପହଞ୍ଚନ୍ତି ତ ସେଇଠି ଗୋଟେ ଦ୍ରୋଣାଚାର୍ଯ୍ୟଙ୍କ ଏକ ମୂର୍ତ୍ତି ମଧ୍ୟ ସ୍ଥାପନା ହେଇଛି, ଯାହାକୁ ସେ ଗୁରୁ ରୂପରେ ପୂଜା କରୁଛନ୍ତି ଏବଂ ତାଙ୍କୁ ଶିକ୍ଷା ଗ୍ରହଣ କରୁଛନ୍ତି। ଏମିତି କାହିଁକି ନା ସେତେବେଳେ ଯେଉଁ କିଛି ନୀତି ନିୟମ ବନ୍ଧା ଥିଲା, ଯେମିତିକି ଆପଣଙ୍କର ପରଶୁରାମ ବ୍ରାହ୍ମଣ ବ୍ୟତୀତ ଅନ୍ୟ କାହାକୁ ସେ ଶିକ୍ଷା ଗ୍ରହଣ ମାନେ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ଦେବେ ନାହିଁ। ଯାହା ଆପଣମାନେ ସମସ୍ତେ ଜାଣିଛନ୍ତି, କର୍ଣ୍ଣ ମିଛ କହିକି ବ୍ରାହ୍ମଣ ବୋଲିକି ମିଛ କହିକି ଶିକ୍ଷା ଗ୍ରହଣ କରିନେଇଥିଲେ ପରଶୁରାମଙ୍କ ପାଖରୁ, ଯାହା ପରବର୍ତ୍ତୀ ସମୟରେ ଅଭିଶାପ ମଧ୍ୟ ପାଇଥିଲେ ଯେ ଶେଷ ପର୍ଯ୍ୟାୟରେ ତୁ ଯାହା ଶିଖିଛୁ ତାହା ଖଣ୍ଡନ ହେଇଯିବ, କାମ ଦେବ ନାହିଁ। ଠିକ୍ ସେପରି ବହୁତ କ୍ଷତ୍ରିୟମାନଙ୍କୁ ଶିକ୍ଷା ଦଉଥିଲେ ଦ୍ରୋଣାଚାର୍ଯ୍ୟ, କିନ୍ତୁ ଏକଲବ୍ୟ ଯେହେତୁ ଗୋଟେ ଶବର ପିଲା ଥିଲା, କୌଣସି ପ୍ରକାର କ୍ଷତ୍ରିୟ ନଥିଲା, ତାକୁ ସେ ଶିକ୍ଷା ଗ୍ରହଣ ପାଇଁ ମନା କରିଛନ୍ତି। ଏବଂ ଏଇଟା ହେଲା ପରେ ସେଇ ଜାଗାରେ ଅର୍ଜୁନକୁ ଫଲୋ କରିକି ପହଞ୍ଚିଛନ୍ତି ଦୁର୍ଯ୍ୟୋଧନ ମଧ୍ୟ, ଅଶ୍ୱତ୍ଥାମା ମଧ୍ୟ ସେ ଜାଗାରେ ପହଞ୍ଚିଛନ୍ତି ଏବଂ ଦେଖିଛନ୍ତି କି ଏକ ବୀର ବହୁତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଏକଲବ୍ୟ ଏତିକି ଦୂରରୁ ସର ନିକ୍ଷେପ କରୁଛି ଅର୍ଜୁନ ସହିତ ସମକକ୍ଷ। ତେଣୁ ସେଇ ଜାଗାରେ ହିଁ ୟାକୁ କେମିତି ସେମାନେ ହସ୍ତିନାପୁରକୁ ନେବେ, ୟାକୁ କେମିତି ତାଙ୍କ ସାଙ୍ଗରେ ନେବେ ଏବଂ ଏକଲବ୍ୟ ସହିତ ମଧ୍ୟ ଦୁର୍ଯ୍ୟୋଧନ କେମିତି ମୈତ୍ର ବସିକି ତାଙ୍କୁ ନେଇଯିବେ ତାଙ୍କ ସପକ୍ଷକୁ, ସେଇ ପ୍ଲାନ୍ ତିଆରି କରିଦେଲେ ଅଶ୍ୱତ୍ଥାମା ଏବଂ ଦୁର୍ଯ୍ୟୋଧନ। ଏବଂ ଏଇ ପ୍ଲାନ୍ ତିଆରି କରିବା ଭିତରେ ସେଇ ଜାଗାରେ ପହଞ୍ଚି ଯାଇଛନ୍ତି। ଏମିତି ଚାଲିଲା, ବହୁତ ଏକଲବ୍ୟଙ୍କ ସହିତ ବହୁତ କ୍ଲୋଜ୍ ହେଇଗଲେ ଦୁର୍ଯ୍ୟୋଧନ ଏବଂ ଅଶ୍ୱତ୍ଥାମା। କିନ୍ତୁ ଏଇ ଘଟଣାଟି ଅନୁସନ୍ଧାନ କରିକି ସେ ଜାଗାରେ ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ପହଞ୍ଚି ଯାଇଛନ୍ତି। ଦ୍ରୋଣାଚାର୍ଯ୍ୟ ଯେତେବେଳେ ପହଞ୍ଚି ଯାଇଛନ୍ତି ସେଇ ଜାଗାରେ ଦ୍ରୋଣାଚାର୍ଯ୍ୟକୁ କହିଛି ଯେ ଗୁରୁଦେବ, ଆପଣ ଯେତେବେଳେ ମୋତେ ଶିକ୍ଷା ଗ୍ରହଣ ପାଇଁ ମନା କରିଛନ୍ତି, ମୁଁ ଆପଣ ତ କ୍ଷତ୍ରିୟ ବ୍ୟତୀତ ଅନ୍ୟ କାହାକୁ ଦେବେ ନାହିଁ, ତେଣୁ ଆପଣଙ୍କର ମୂର୍ତ୍ତିକୁ ମୁଁ ସ୍ଥାପନା କରି ଗୁରୁ ଭାବରେ ମୁଁ ପୂଜା କରୁଛି ଏବଂ ମୁଁ ଅସ୍ତ୍ର ଶିକ୍ଷା କରିଛି, ଅସ୍ତ୍ରବିଦ୍ୟା ଶିକ୍ଷା କରୁଛି। ଦିନ ବେଳେ ଆପଣଙ୍କଠୁ ପ୍ରବଚନ ଶୁଣେ, ରାତିରେ ଅସ୍ତ୍ରାଭ୍ୟାସ କରେ। ତାକୁ ପରୀକ୍ଷା କରିବା ପାଇଁ ସେ ତିନି ଜଣଙ୍କ ସମ୍ମୁଖରେ ଦ୍ରୋଣାଚାର୍ଯ୍ୟ ଗୋଟେ କହିଛନ୍ତି କି ଠିକ୍ ଅଛି, ତୁ ମୋତେ ଗୋଟେ ପରୀକ୍ଷା ଦେ, କ'ଣ ଶିକ୍ଷା ଗ୍ରହଣ କରିଛୁ। ଗୋଟେ ଶବ୍ଦ ବେଣୀ ଶବ୍ଦଭେଦୀ ବାଣ ତୁ ମାର। ଗୋଟେ ବହୁତ ଦୂରରୁ ଏକ ବିଲୁଆ ବା କୁକୁର ଦେଖାଯାଇଛି ସେ ଜାଗାରେ, ତାର ଗୋଟେ ଭୋକିବାର ଶବ୍ଦ ଶୁଣିଛନ୍ତି ଦୁର୍ଯ୍ୟୋଧନ, କହିଛନ୍ତି ଏଇ ଶବ୍ଦକୁ ତୁ ଭେଦ କର। ଏବଂ ସେଇଠି ଏକଲବ୍ୟ ସର ନିକ୍ଷେପ କରିଛି ଏବଂ ସେଇ କୁକୁର ପାଖରେ ତିନୋଟି ସରପର ପାଟିରେ ପୋଡ଼ିକି ତାର ଶବ୍ଦକୁ ମଧ୍ୟ ବନ୍ଦ କରିଦେଇଛି। ଶବ୍ଦକୁ ମଧ୍ୟ ବନ୍ଦ କରିବାର ଅଧିକାର, ମାନେ ଏତିକି ବିଦ୍ୟା ଶିକ୍ଷା କରିଛି ଏକଲବ୍ୟ। ଏବଂ ସେଇ ଜାଗାକୁ ତାକୁ ଆବାହନ କରିଛି କି ସେଇ ଜାଗାକୁ ସେ କୁକୁରଟି ତିନୋଟି ସର ଗୋଟେ ପାଟିରେ ନିକ୍ଷେପ ହେଇଥିବାର ଆସିକି ସେଇ ଜାଗାରେ ଛିଡ଼ା ହେଇଛି। ସେଇ ଦୃଶ୍ୟ ଦେଖିଲା ପରେ ଦ୍ରୋଣାଚାର୍ଯ୍ୟ ତାପରେ ଭାବିଛନ୍ତି ଏମାନେ ଦୁର୍ଯ୍ୟୋଧନ ଆଉ ଆଉ ଅଶ୍ୱତ୍ଥାମା ଖୁସି ହେଇଯାଇଛନ୍ତି। ଓ
ଏଇ ବୀରକୁ ଯଦି ଆମ ସପକ୍ଷକୁ ନବା ତାହେଲେ ବହୁତ ବଢ଼ିଆ ହବ। ଇଏ ଆଗକୁ ବହୁତ ଭଲ କରିବ। ଏହାକୁ ମୁଁ ହସ୍ତିନାପୁରକୁ ନେବି, ଏଇ ଚିନ୍ତା ଚେତନା ଭିତରେ ରହିଛନ୍ତି ଦୁର୍ଯ୍ୟୋଧନ। ଦ୍ରୋଣାଚାର୍ଯ୍ୟ ସେଠି କହିଛନ୍ତି ଠିକ ଅଛି, ଯଦି ମୋତେ ତୁ ଗୁରୁ ଭାବରେ ମାନୁଛୁ ତାହେଲେ ତୁ ମୋତେ ଗୁରୁ ଦକ୍ଷିଣା ଦେବାକୁ ପଡ଼ିବ। ତତ୍କ୍ଷଣାତ୍ ରାଜି ହେଇଯାଇଛି ଏକଲବ୍ୟ, ଆଉ ଆଦେଶ ଦିଅନ୍ତୁ ଗୁରୁଦେବ, ଆପଣ ଯାହା କହିବେ ମୁଁ ଗୁରୁ ଦକ୍ଷିଣା ଦେବା ପାଇଁ ପ୍ରସ୍ତୁତ ଅଛି, ମୋତେ ଆଦେଶ ଦିଅନ୍ତୁ। ସେ ଆଦେଶ ସଂକଳ୍ପ କର କି ଯାହା ମୁଁ ମାଗିବି ତୁ ଦେବୁ। ହଁ, ଯାହା ମାଗିବି ମୁଁ ନିଶ୍ଚିତ ଭାବରେ ଦେବି, ଆଉ ଆପଣ ମୋତେ ଆଦେଶ କରନ୍ତୁ କେବଳ। ସେଇଠି ଦ୍ରୋଣାଚାର୍ଯ୍ୟ ମାଗିଛନ୍ତି। ଏଇ ଘଟଣା ସମସ୍ତେ ଜାଣିଛନ୍ତି। ମୁଁ କହିବି କି ସମସ୍ତେ ଯେତେବେଳେ କହନ୍ତି ଏକଲବ୍ୟର ବୃଦ୍ଧାଙ୍ଗୁଳିଟି କାହିଁକି କାଟିଦେଲେ, କାଟିବା ଉଚିତ ନଥିଲା, ଦ୍ରୋଣାଚାର୍ଯ୍ୟ ଭଳିଆ ଜଣେ ଗୁରୁ ଏଭଳି ଭୁଲ କାହିଁକି କଲେ, ମୁଁ ସେଇ କ୍ଷେତ୍ରକୁ ପହଞ୍ଚିବା ପାଇଁ ଚାହୁଁଛି। ଏବଂ ତାଙ୍କୁ କହିଲେ କି ଡାହାଣ ହାତର ବୃଦ୍ଧାଙ୍ଗୁଳିଟି ମୋତେ ତୁ ଦାନ କରିଦେ ଗୁରୁ ଦକ୍ଷିଣା ଆକାରରେ। ତତ୍କ୍ଷଣାତ୍ ଏକଲବ୍ୟ ଅଣ୍ଟାରୁ ଏକ ଛୁରା କାଢିଛନ୍ତି ଏବଂ ବୃଦ୍ଧାଙ୍ଗୁଳିକୁ ପୁରା ଛେଦନ କରିଦେଇଛନ୍ତି ଏବଂ ଗୁରୁ ଦକ୍ଷିଣା ଦେଇଛନ୍ତି। ଏ ଦୃଶ୍ୟ ଦୁର୍ଯ୍ୟୋଧନ ସହ୍ୟ କରିପାରିନାହାନ୍ତି। ଅଶ୍ୱତ୍ଥାମା ମଧ୍ୟ ଯେହେତୁ ଏକଲବ୍ୟକୁ ତାଙ୍କ ସାଙ୍ଗରେ ନେବାର ପ୍ରୟାସ କରିଥିଲେ ଦୁର୍ଯ୍ୟୋଧନ, ତେଣୁ ତାଙ୍କୁ ବହୁତ ବ୍ୟସ୍ତ ବି କରିଛି। ଅର୍ଜୁନଙ୍କୁ ମଧ୍ୟ ବହୁତ ବ୍ୟସ୍ତ କରିଛି ଯେ ଗୁରୁ ଏଭଳି ଦକ୍ଷିଣା କ'ଣ ପାଇଁ ମାଗିଲେ, ସହଜରେ ଗ୍ରହଣ କରିପାରିଲେ ନାହିଁ ଅର୍ଜୁନ, ଦୁର୍ଯ୍ୟୋଧନ ଏବଂ ଅଶ୍ୱତ୍ଥାମା। ତାପରେ ଦ୍ୱିତୀୟରେ ତାକୁ କହିଛନ୍ତି ଗୁରୁ ଦକ୍ଷିଣା ଦେଇକି ଯେ ହେ ଏକଲବ୍ୟ, ତୁ ଏ ଅଞ୍ଚଳ ଛାଡ଼ିକି, ଏ ହସ୍ତିନାପୁର ଅଞ୍ଚଳ, ସେ ଜଙ୍ଗଲଟା ଥିଲା ହସ୍ତିନାପୁରର ଜଙ୍ଗଲ, ଏ ହସ୍ତିନାପୁରର ଜଙ୍ଗଲ ତୁ ଛାଡ଼ିକି ତୋ ରାଜ୍ୟକୁ ତୁ ପ୍ରତ୍ୟାବର୍ତ୍ତନ କର, ଏବେ ହିଁ ତୁରନ୍ତ ହିଁ ତୁ ପଳା। ଏଇଟା ହିଁ ଥିଲା ଦ୍ରୋଣାଚାର୍ଯ୍ୟଙ୍କର ଗୁରୁ ଦକ୍ଷିଣା। ତତ୍କ୍ଷଣାତ୍ ନିଆଁ ଜଳୁଛି, ଅଗ୍ନି ଜଳୁଛି ସେ ଜାଗାରେ ଏକଲବ୍ୟ ତାର ସମସ୍ତ ଧନୁ ଶର ଯାହା କିଛି ଥିଲା ତାକୁ ପୁରା ଜଳେଇ ଦେଇଛି। ବହୁତ ଏକଦମ ମାର୍ମିକ ଦୃଶ୍ୟ, ଦୁଃଖଦ ଦୃଶ୍ୟ, ତାକୁ ଯଦି ଆପଣ ଭିଜୁଆଲାଇଜ କରିପାରୁଛନ୍ତି ତ ସେ ଜାଗାରେ ଜଳେଇ ଦେଇକି ସେ ଏକଲବ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି, ପଳେଇ ଯାଇଛି ସେ ଜାଗା ଛାଡ଼ିକି। ଏବଂ ଏମାନେ ପଳେଇଗଲା ପରେ ଏମାନଙ୍କୁ ମଧ୍ୟ ଦୁର୍ଯ୍ୟୋଧନ ଆଉ ଅଶ୍ୱତ୍ଥାମା ରାଗ ରାଗ ହେଇକି ପଳେଇ ଯାଇଛନ୍ତି। ଅର୍ଜୁନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଦ୍ରୋଣାଚାର୍ଯ୍ୟ କି ତୁ ବି ଯା, ପଳେଇ ଯା। ଏବଂ ବହୁତ କ୍ଷୋଭର ସହିତ, ଏକଦମ ଭିତରେ ରାଗ କ୍ଷୋଭ ଦୁଃଖର ସହିତ ପୁରା ମାନେ ଆପଣ ଦ୍ରୋଣାଚାର୍ଯ୍ୟ କାନ୍ଦିଛନ୍ତି ସେଇଠି, ଲୁହ ନିଗାଡ଼ିଛନ୍ତି ଯେ ଏଭଳି ଏକ ଯୋଦ୍ଧାକୁ ମଧ୍ୟ ଏଇଭଳି ଭାବରେ ଗୁରୁ ଦକ୍ଷିଣା ମାଗିବା ପାଇଁ ମୁଁ ବାଧ୍ୟ ହେଲି। ଏବଂ ତାଙ୍କର ଯୋଉ ମୂର୍ତ୍ତିଟେ ଅଛି ସେ ମୂର୍ତ୍ତିକୁ ମଧ୍ୟ ଏକଦମ ରାଗରେ ଭାଙ୍ଗିକରି ଖିନ ଭିନ କରିଦେଇଛନ୍ତି, ପୁରା ଭୁଲୁଣ୍ଠିତ କରିଦେଇଛନ୍ତି, ମୂର୍ତ୍ତିକୁ ମାଟିରେ ମିଶେଇ ଦେଇଛନ୍ତି, ଧ୍ୱସ୍ତ ବିଧ୍ୱସ୍ତ କରିଦେଇକି ପୁରା ଦ୍ରୋଣାଚାର୍ଯ୍ୟ ସେଇଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏମିତି ଯାଇଛି। ଏକଦା ଅର୍ଜୁନ ତା ସେଇଦିନ ହିଁ ବା ତା ପରଦିନ ଅର୍ଜୁନ ବସିଛନ୍ତି, ଦୁର୍ଯ୍ୟୋଧନ ଏବଂ ଅଶ୍ୱତ୍ଥାମା ପହଞ୍ଚିଛନ୍ତି ଅର୍ଜୁନ ପାଖରେ ଏବଂ ଅର୍ଜୁନକୁ ପଚାରିଛନ୍ତି କଣ ଖୁସି ହେଇଗଲୁ, ତତେ ବହୁତ ଭଲ ଲାଗିଥିବ, ଆଉ ଆଜି ଅର୍ଜୁନ ମୁଁ ତମକୁ ଗୋଟେ ବହୁତ ବଡ଼ ଉପହାର ଦେବା ପାଇଁ ଆସିଛି। ପ୍ରଥମେ କହିଲେ ବହୁତ ବଡ଼ ନାଇଁ, ଖୁସି ହେଇଗଲୁ ଆଗ କହିନାହାନ୍ତି, ବହୁତ ବଡ଼ ଉପହାର ଦେବା ପାଇଁ ଆସିଛି, ଆଉ ସେ ଉପହାର ଦେଖିଲେ ନା ତୁ ବହୁତ ଖୁସି ହେଇଯିବ। ଅର୍ଜୁନ କହିଲେ କି ଉପହାର ଜ୍ୟେଷ୍ଠ ଭ୍ରାତା? ଏଇ ନେ, ଗୋଟେ ସୁନ୍ଦର ଏକଦମ ସଜା ହେଇଥିବା ଗୋଟେ କଭର ହେଇଥିବା ଗୋଟେ ଭିତରେ ସୁନ୍ଦର ଭାବରେ ତାକୁ ଗୋଟେ ଉପହାର ପ୍ରଦାନ କରିଛନ୍ତି ଅଶ୍ୱତ୍ଥାମା ଏବଂ ଦୁର୍ଯ୍ୟୋଧନ ପ୍ରଦାନ କରିଛନ୍ତି। ତାକୁ ଖୋଲିକି ଦେଖନ୍ତି ତ ତା ଭିତରେ ଥିଲା ଏକଲବ୍ୟର ବୃଦ୍ଧାଙ୍ଗୁଳି। ଏକଲବ୍ୟର ବୃଦ୍ଧାଙ୍ଗୁଳି ସେଠି ଦୁର୍ଯ୍ୟୋଧନ ଆଉ ଅଶ୍ୱତ୍ଥାମା ବହୁତ ଅଟ୍ଟହାସ୍ୟ କରିକି କହିଛନ୍ତି, ଭର୍ତ୍ସନା କରିଛନ୍ତି ଅର୍ଜୁନକୁ ଯେ ତୋତେ କେବଳ ଏକ ଶ୍ରେଷ୍ଠତମ ଯୋଦ୍ଧା କରିବା ପାଇଁ ଗୁରୁ ଆଉ ଜଣଙ୍କର ବୃଦ୍ଧାଙ୍ଗୁଳି କାଟିଦେଲେ, ଆଉ ଅନ୍ୟ କୌଣସି ହିଁ କାରଣ ନାହିଁ। ତେଣୁ ଅନ୍ୟମାନଙ୍କୁ ଅସମର୍ଥ କରିକି, ଅନ୍ୟମାନଙ୍କୁ ତାଙ୍କର ଦକ୍ଷତାକୁ ମାରି ଦେଇକି ତୁ ଯୋଉ ଶ୍ରେଷ୍ଠ ଶିଷ୍ୟ ଭାବରେ ତାଙ୍କର ମାନେ ପ୍ରତିଷ୍ଠିତ ହବୁ, ୟାର ମୂଲ୍ୟ କଣ, ଭ୍ୟାଲ୍ୟୁ କଣ ୟାର, ତାକୁ ବହୁତ ଭର୍ତ୍ସନା କରିଛନ୍ତି। ଅର୍ଜୁନ ରାଗରେ ସେଇ ଭର୍ତ୍ସନା ସହ୍ୟ କରିପାରିନାହାନ୍ତି ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଗମନ କରିଛନ୍ତି। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଯାଇକି ପଚାରିଛନ୍ତି ଯେ
ଆସ ବୈଶ୍ୟ କୁହ କଣ କହୁଛ ପଚାରୁଛନ୍ତି। ସେତେବେଳେ ତାଙ୍କର ଅସ୍ତ୍ରକୁ ସେ ଏ, ମନ୍ତ୍ର ସିଦ୍ଧ କରୁଥିଲେ ଦ୍ରୋଣାଚାର୍ଯ୍ୟ ଏବଂ ସେହି ସମୟରେ ପହଞ୍ଚିଛନ୍ତି, କିନ୍ତୁ ଦ୍ରୋଣାଚାର୍ଯ୍ୟଙ୍କ ମନ ବି ଏତେ ଭଲ ନାହିଁ, ବହୁତ ଗମ୍ଭୀର ଅଛନ୍ତି। ଆଉ ଅର୍ଜୁନ ପଚାରିଛନ୍ତି ଯେ ଗୁରୁଦେବ ମୋ ଉପରେ କଣ ଆପଣଙ୍କର ଭରସା ହେଲା ନାହିଁ? ଦ୍ରୋଣାଚାର୍ଯ୍ୟ କହୁଛନ୍ତି ଏଇ ପ୍ରଶ୍ନର ମୁଁ ଏତିକି ଅନୁମାନ କରୁଛି ବୈଶ୍ୟ କି ତୋ ଗୁରୁ ଉପରେ ତୋର ଭରସା ନାହିଁ। ତ ଗୁରୁର ଅସ୍ତ୍ରବିଦ୍ୟା ଉପରେ ତାର ଶିକ୍ଷା ଉପରେ ତୋର ଭରସା ନାହିଁ ବୋଧ ହୁଏ, ନହେଲେ ଏଇ ପ୍ରଶ୍ନ ତୁ ପଚାରି ନଥାନ୍ତୁ। ଅର୍ଜୁନ କହିଲେ ଗୁରୁଦେବ ମତେ କଣ ଶ୍ରେଷ୍ଠତମ ଯୋଦ୍ଧା କରିବା ପାଇଁ ଆପଣ କଣ ଏକଲବ୍ୟର ବୃଦ୍ଧାଙ୍ଗୁଳି କାଟିଦେଲେ? ଦ୍ରୋଣାଚାର୍ଯ୍ୟ କହିଲେ ନା, ତୋତେ ଶ୍ରେଷ୍ଠତମ ଯୋଦ୍ଧା କରିବାର ଯୋଉ ପାରଙ୍ଗମତା ଯୋଉ ଶିକ୍ଷା ତୁ କଣ ତା ଉପରେ ସନ୍ଦେହ କରୁଛୁ ବଶ୍ୟ? ସେ କହୁଛି ନା ନା, ମୁଁ ଗୁରୁଙ୍କ ବିଦ୍ୟା ଉପରେ ତ ମୁଁ କୌଣସି ସନ୍ଦେହ କରିବି ନାହିଁ ଗୁରୁଦେବ, କିନ୍ତୁ ଏ ବୃଦ୍ଧାଙ୍ଗୁଳି କାଠିକି ଗୁରୁ ଦକ୍ଷିଣା ଯେ ଏଇ ପ୍ରକାର ଗୁରୁ ଦକ୍ଷିଣା ୟାକୁ କିନ୍ତୁ ମୁଁ ହଜମ କରିପାରୁନି, ୟାକୁ କିନ୍ତୁ ମୁଁ ଗ୍ରହଣ କରିପାରୁନି ଗୁରୁଦେବ। ଆଉ ଏମିତି ଏକ ସାଂଘାତିକ ଗୁରୁ ଦକ୍ଷିଣା ଆପଣ ମାଗିଲେ କଣ ପାଇଁ? ଏତିକି ପର୍ଯ୍ୟନ୍ତ ଆମେ ଜାଣିଛନ୍ତି ବୋଧହୁଏ, କିନ୍ତୁ ତାର ମୂଳ କଥାଟି ମୁଁ ଆଜି କହିବା ପାଇଁ ଚାହେଁ କି ଯେତେବେଳେ ବି ମହାଭାରତରେ କିଛି କିଛି ତଥ୍ୟ କିଛି କିଛି ବିଷୟକୁ ଆମେ ଜାଣନ୍ତି, ତାର ଯେତେବେଳେ ରୁଟକୁ ଆମେ ପହଞ୍ଚିବା ନା, ସେତେବେଳେ ତାର କାରଣମାନଙ୍କୁ ଆମକୁ ଖୋଜି ବହୁତ ଭଲ ଲାଗିବ। ବହୁତ ଜିନିଷ, ବହୁତ ତଥ୍ୟ, ବହୁତ ବିଚାରଧାରା ଆମେ ତା ଭିତରୁ ପାଇପାରିବା। ତେଣୁ ତ ଗୋଟେ ମହାକାବ୍ୟ। ଓକେ, ତ ଦ୍ରୋଣାଚାର୍ଯ୍ୟ କହିଛନ୍ତି ଦେଖ ଅର୍ଜୁନ, ଏକଲବ୍ୟଙ୍କର ବୃଦ୍ଧାଙ୍ଗୁଳି କାଟିବାଟା ଯୋଉ ଗୁରୁ ଦକ୍ଷିଣା ମାଗିଲି ଏଇଥିପାଇଁ ମାଗିଲି କି ଏକଲବ୍ୟ ଯୋଉ ରାଜ୍ୟର ପ୍ରଜା ଅଟେ, ସେ ରାଜ୍ୟ ହଉଛି ଆମ ହସ୍ତିନାପୁରର ଏକ ଶତ୍ରୁ ରାଜ୍ୟ, ତାହା ହଉଛି ମଗଧ। ମଗଧ ଯୋଉଠି ଜରାସନ୍ଧ ଥିଲା, ବହୁତ ବଡ ଯୋଦ୍ଧା ଜରାସନ୍ଧ, 100 ରାଜାଙ୍କୁ ବଳି ଦଉଥିଲା, ଆପଣମାନେ ଜାଣିଛନ୍ତି। ବହୁତ ବଳବାନ, କେହି ତାହାକୁ ପରାସ୍ତ କରିପାରନ୍ତି ନାହିଁ। ବର ପାଇଥିଲା, ତାକୁ ଖଣ୍ଡ ଖଣ୍ଡ କରି ହାଣିଦେଲେ ବି ଯୋଡି ହେଇଯାଏ, ଖଣ୍ଡ ଖଣ୍ଡ କରି ହାଣିଦେଲେ ବି ପୁନର୍ବାର ଯୋଡି ହେଇଯାଏ ସେଇ ଜରାସନ୍ଧ। ମଗଧ ମଗଧ ଥିଲା ହସ୍ତିନାପୁରର ଏକ ଶତ୍ରୁ ରାଜ୍ୟ, ଏବଂ ଇଏ ଆସିକି ଲୁକାୟିତ ଭାବରେ ଆମ ହସ୍ତିନାପୁର ଜଙ୍ଗଲ ଭିତରେ ବିନା ପରାମର୍ଶରେ ଆମଠାରୁ ଅସ୍ତ୍ରବିଦ୍ୟା ଚୋରି କଲା, ଜ୍ଞାନ ଚୋରି କଲା, ଏବଂ ସେ ଶିଖିଲା, ଏବଂ ସେ ଯାହା ଶିକ୍ଷା ଗ୍ରହଣ କଲା, ଯାହା କିଛି ଶିକ୍ଷା ଗ୍ରହଣ କଲା, ସେ ଯାଇକି ମଗଧ ରାଜ୍ୟରେ ତାଙ୍କ ରାଜାଙ୍କ ପାଇଁ ସେଇ ଅସ୍ତ୍ରବିଦ୍ୟା ପ୍ରୟୋଗ କରିବ କାହା ପାଖରେ? ହସ୍ତିନାପୁର ପାଇଁ ଲଢେଇ କରିବ, ଏବଂ ମୋ ଠାରୁ ଶିଖିଥିବା ବିଦ୍ୟା ମୋର ଶିଷ୍ୟମାନଙ୍କ ସହିତ ସେ ଲଢେଇ କରିବ। ଏବଂ ଏଇ କଥାର ଗୋଟେ ରାଜକୀୟ ବିଚାରଧାରାରେ ଏଇ କଥା କହୁଛି ରାଜଧର୍ମ, ଏଇ କଥା ରାଜଧର୍ମ ମାନେ ପ୍ରତୀୟମାନ କରୁଛି କି ଯଦି ମୋ ଜାଗାରୁ କିଏ ଲୁକାୟିତ ଭାବରେ ମଧ୍ୟ କୌଣସି ବିଦ୍ୟା ଗ୍ରହଣ କରି ନେଉଛନ୍ତି, ତାହେଲେ ସେ ହେଉଛନ୍ତି ଆତତାୟୀ। ତାକୁ ଶିଷ୍ୟ ଭାବରେ ଗ୍ରହଣ କରେ, ସେ ଜଣେ ଆତତାୟୀ। କାହିଁ ଲୁକାୟିତ ଭାବରେ ମୋ ଠାରୁ ଶିକ୍ଷା ଗ୍ରହଣ କରିକି ନେଇଗଲେ ଏବଂ ସେ ଆମ ଦେଶ ବିରୁଦ୍ଧରେ, ଆମ ରାଜ୍ୟ ବିରୁଦ୍ଧରେ ସେ ସୁର ଉତ୍ତୋଳନ କରିବେ। ଅର୍ଥାତ୍ ଯଦି ତାଙ୍କୁ ମୁଁ ଗୁରୁ ଦକ୍ଷିଣା ଏମିତି ମାଗିକି ତାଙ୍କୁ କରିନଥାନ୍ତି, ତାହେଲେ ମୁଁ ମଧ୍ୟ ରାଜ୍ୟଦ୍ରୋହୀ ଦେଶଦ୍ରୋହୀ ହେଇଥାନ୍ତି। କାରଣ ମୋର ବି ଅଜ୍ଞାତରେ ମୁଁ କାହାକୁ ନା କାହାକୁ ବିଦେଶ ଶତ୍ରୁ ରାଜ୍ୟର କୌଣସି ଏକ ଯୋଦ୍ଧାକୁ ମୋର ବିଦ୍ୟା ମୁଁ ଶିକ୍ଷା ଦେଇ ଦେଇଛି। ଏଥିପାଇଁ ଏଇଟା ମୋ କଥା, ଏଇଟା ରାଜଧର୍ମ। ଏଇ କଥାଟି ବାସ୍ତବରେ ବାସ୍ତବ କଥା ହେଉଛି ଏଇଟା। ଆଜି ବି ଦେଖାଯାଏ ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଚାଲୁଥିଲା ବେଳେ ବି ଆମେ ଜାଣୁ କି ପାକିସ୍ତାନର କୌଣସି ସୈନିକ ଆସିବ, ଲୁଚିକି ଆମ ଭିତରେ ରହିବ, ଯୁଦ୍ଧ କୌଶଳ ଶିଖିବ, ଅସ୍ତ୍ରାଗାର କୋଉଠି ଅଛି ଦେଖିବ, ସବୁ ଜାଣିବ, ଆମେ କଣ ତାକୁ ଛାଡ଼ିଦବା ଅନାୟାସରେ? ସେ ଗଲା ପରେ ପାକିସ୍ତାନରେ କାହା ସହିତ ଯୁଦ୍ଧ କରିବ? ଆମ ସହିତ ଯୁଦ୍ଧ କରିବ। ତେବେ ମହାଭାରତର ସେ ବିଷୟବସ୍ତୁ ମାନଙ୍କୁ ଆମେ ଆମର ଭାରତବର୍ଷ, ଆମ ରାଜ୍ୟ, ୟା ସହିତ ଏକ ଦେଶାତ୍ମବୋଧକ ସ୍ଥିତିରେ ତାକୁ ଯେତେବେଳେ ଚିନ୍ତା କରିବା, ତାହେଲେ ଆମର ବି ଉଦ୍ଭୁତ ହବ କି ଜ୍ଞାନୀ ଗୁଣୀ ଆଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ଯୋଉ ଗୁରୁ ଦକ୍ଷିଣା ମାଗିଥିଲେ ତାର କେତେ ଯଥାର୍ଥ ଥିଲା।
ଆପଣମାନେ ଏଇ ଯଥାର୍ଥତାକୁ ହୃଦୟ ସହ ସ୍ୱୀକାର କରିଥିବେ, ଭାବି ପାରିଥିବେ ବୋଲି ମୁଁ ଆଶା କରୁଛି। ଓକେ, ଏବେ ଆପଣଙ୍କୁ ନେଇଯିବି ଆଉ ଗୋଟେ ଟପିକ, ଦ୍ୱିତୀୟ ଟପିକ। ଏମିତି କିଛି କିଛି ତଥ୍ୟ ମୁଁ ଆପଣଙ୍କୁ ପ୍ରଦାନ କରିବି। ଚାଲନ୍ତୁ ଜାଣିବା କି ଯେତେ ପାଣ୍ଡବ ମାନଙ୍କ ଉପରେ ପିଲାବେଳଠୁ ଆକ୍ଚୁଆଲି ବଡ଼ ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତରେ, ପ୍ରତି ସ୍ଥଳରେ, ପ୍ରତି କ୍ଷେତ୍ରରେ ବିଚାର କରାଯାଇଛି, ଅନ୍ୟାୟ କରାଯାଇଛି। ପିତାମହ ଭୀଷ୍ମ, ମହାମନ୍ତ୍ରୀ ବିଦୁର, ଏମାନେ ବହୁତ ଜ୍ଞାନୀ, ଗୁଣୀ, ଶକ୍ତିମାନ ଥିଲେ ମଧ୍ୟ ଅନେକାଂଶରେ ଏଭଳି ଶକୁନିର ପ୍ରପଞ୍ଚ ଭିତରେ, ଶକୁନିର କୂଟନୀତି ପାଖରେ ଏମାନେ ହାର ମାନି ଯାଇଛନ୍ତି। ଅନେକାଂଶରେ ଏମାନଙ୍କର ବୁଦ୍ଧି, ଏମାନଙ୍କ ବଳ କାମ ଦେଇନାହିଁ। ଜାଣୁଥିଲେ ମଧ୍ୟ ଏମାନେ କିଛି କରିପାରି ନାହିଁ। କିଂ କର୍ତ୍ତବ୍ୟ ବିମୂଢ଼ ଭିତରେ ଏମାନେ ରହିଯାଇଛନ୍ତି। ତାର ଅନେକ ନଜିର ରହିଛି କି ଯେତେବେଳେ ଏ, ଅର୍ଜୁନ ଆସିଛନ୍ତି, ଅର୍ଜୁନଙ୍କୁ ଗୋଟେ ଅସ୍ତ୍ର ବୋଲି ଆସିଛନ୍ତି, ଗୋଟେ ଉତ୍ସବ ହେଉଛି ହସ୍ତିନାପୁରରେ। ପାଣ୍ଡବମାନେ ଆସିଛନ୍ତି। ପାଣ୍ଡବମାନେ ଆସିଲା ବେଳକୁ ଅର୍ଜୁନଙ୍କୁ ଗୋଟେ ମ୍ୟୁଜିକ୍ ଚାଲିଛି। ମ୍ୟୁଜିକରେ ଅର୍ଜୁନଙ୍କୁ ସୁଭଦ୍ରା ଅଛନ୍ତି। ସୁଭଦ୍ରାଙ୍କୁ ଦେଖି ଅର୍ଜୁନଙ୍କୁ ଟିକେ କହିଲେ କି ଟିକେ ମ୍ୟୁଜିକ୍ ବଜେଇବା ପାଇଁ। ସେଠି ମ୍ୟୁଜିକ୍ ଯେତେବେଳେ ବଜେଇଛନ୍ତି ଅର୍ଜୁନ, ସେଇଠି ଅର୍ଜୁନଙ୍କୁ ଦଣ୍ଡ ଦିଆହେଇଛି, ବହୁତ ବଡ଼ ଦଣ୍ଡ ଏଇଟା ହେଇଛି। ଏମିତି ଗୋଟେ ପରେ ଗୋଟେ ଯେତେବେଳେ ପାଣ୍ଡବମାନଙ୍କ ପ୍ରତି ଅବିଚାର ଚାଲିଲା, ଏମିତି ଏକ ପରିସ୍ଥିତି ହେଲା ସେଇ ଜାଗାରେ କି ସଭା ମଧ୍ୟରେ ମଧ୍ୟ କୌରବମାନେ ଏବଂ ପାଣ୍ଡବମାନେ ଅସ୍ତ୍ର ଉଠା ଉଠି ହେଇଗଲେ, ମୁହାଁମୁହିଁ ହେଲେ ପ୍ରତି କ୍ଷଣରେ, ମଝିରେ ମଝିରେ ବାରମ୍ବାର ମୁହାଁମୁହିଁ ହେଲେ। ଏଇ କଥାକୁ ଦେଖିକି ମୁଁ ଏକଦମ ସେଇ ଯୋଉ ଜାଗାକୁ କହିବା ପାଇଁ ଚାହୁଁଛି, ସେଇ ଜାଗାକୁ ଆପଣଙ୍କୁ ଟାଣି ଆଣୁଛି। ବିଦୁର କହିଲେ କି ୟାର ଏକମାତ୍ର ଉପାୟ ତାତାଶ୍ରୀ ବିଭାଜନ। ଏମାନଙ୍କୁ ଯଦି ବିଭାଜନ କରା ନଯାଏ ତାହେଲେ ଆଉ କୌଣସି ଉପାୟ ନାହିଁ କି ଏମାନେ ଏକାଠି ରହିପାରିବେ। ଏବଂ କୁନ୍ତି ଯେତେବେଳେ ଯୋଉ ଗୃହରେ ମାରିବା ପାଇଁ ପଠାଇ ଯାଇଥିଲା ଏବଂ ଯୋଉ ଗୃହରେ ଯେତେବେଳେ ସମସ୍ତଙ୍କୁ ନେଇକି ଜୌରରେ ହିଁ ତିଆରି ହେଇଥିବା ଏକ ଗୃହ ଭିତରେ ଜୀବନ୍ତ ଦଗ୍ଧ କରିଦେବା ପାଇଁ ନେଇଥିଲେ, ଏଭଳିକି କୁନ୍ତୀଙ୍କୁ ମଧ୍ୟ ପଞ୍ଚୁ ପାଣ୍ଡବଙ୍କ ସହିତ ଅର୍ଜୁନ, ଦୁଃଶାସନ ଏବଂ ଶକୁନି ଯୋଉ ବିଚାର କରିଥିଲେ, ତାପରେ ସେଇ ଅଗ୍ନି ଭିତରୁ ବହୁତ କଷ୍ଟରେ ଏମାନେ ବାହାରି ସାରିଲା ପରେ ଜଙ୍ଗଲରେ କଟେଇଛନ୍ତି। ଏବଂ ଦ୍ରୌପଦୀ କେତେବେଳେ ବି ଚାହୁଁନାହାନ୍ତି କି ହସ୍ତିନାପୁରକୁ ଫେରିକି ପୁଣି ଅଶାନ୍ତିର ବାତାବରଣ ହଉ। ତାଙ୍କ ପୁଅମାନଙ୍କ ପ୍ରତି ଜୀବନର ଭୟ ଅଛି, ତେଣୁ କେତେବେଳେ ବି ଚାହୁଁନଥିଲେ କି ହସ୍ତିନାପୁରକୁ ଆସିବା ପାଇଁ। ଏବଂ ଯଦି ବି ଦେଖାଯାଏ ଧୃତରାଷ୍ଟ୍ର ଏବଂ ପାଣ୍ଡବ ଉଭୟଙ୍କ ଭିତରେ ଯଦି ଦେଖାଯାଏ, ତାହେଲେ ପାଣ୍ଡବ ଏକଦମ ସୁନ୍ଦର ରାଜା ଥିଲେ, ପ୍ରଜାବତ୍ସଳ ଥିଲେ। ପ୍ରଜାମାନଙ୍କର ସୁଖ ସନ୍ତୋଷ ପାଇଁ ନିଜର ସମସ୍ତ ବ୍ୟକ୍ତିଗତ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରୁଥିଲେ। ତାର ଅନେକ ନଜିର ପାଇବା। କିନ୍ତୁ ଧୃତରାଷ୍ଟ୍ର କେବଳ ପୁତ୍ର ମୋହରେ ଏତେ ମହାବିଷ୍ଟ ହେଇଯାଉଥିଲେ ଯେ ବେଳେବେଳେ ସେ ପ୍ରଜାମାନଙ୍କ ଏବଂ ନିଜ ପୁତ୍ରମାନଙ୍କ ଭିତରେ ତାରତମ୍ୟତାକୁ ମଧ୍ୟ ସେ ବିଚାରକୁ ଆଣିପାରୁନଥିଲେ। এই କଥା ଆମେ ଲକ୍ଷ୍ୟ କରୁ, ବହୁ ଜାଗାରେ ଆମେ ଲକ୍ଷ୍ୟ କରୁ। ବିଭାଜନ କଥା ଉଠିଲା, ଯୁଧିଷ୍ଠିର ମାନେ କହିଲେ କି ନା ନା ଆମେ ବିଭାଜନ ପାଇଁ ରାଜି ହେବା ନାହିଁ, ଆଦୌ ରାଜି ହେବା ନାହିଁ। ବିଭାଜନ ପାଇଁ ଗୋଟେ ଦେଶ କାହିଁ ବିଭାଜନ ହେବ, ବରଂ ଆମେ ପୁଣି ଛାଡ଼ିକି ହସ୍ତିନାପୁର ପଳେଇବା। ଏମିତି ପାଣ୍ଡବ ମାନଙ୍କର ମତ ରହିଲା। ଭୀଷ୍ମ ବିଲକୁଲ ବିଭାଜନ କରିବା ଫରରେ ନଥିଲେ କି ବିଭାଜନ କରାଯିବ ନାହିଁ। ଆଉ ତାଙ୍କର ଯିଏ ପୂର୍ବସୂରୀ ଗଣ ଥିଲେ, ରାଜା ଶାନ୍ତନୁ, ସମସ୍ତଙ୍କୁ ସେ ସ୍ମରଣ କରୁଥିଲେ ଯେ କେତେ କଷ୍ଟରେ ହସ୍ତିନାପୁର ରାଜ୍ୟକୁ ସେମାନେ ତିଆରି କରିଛନ୍ତି। ଆଉ ଆଜି ମୁଁ ହସ୍ତିନାପୁର ସିଂହାସନର ସୁରକ୍ଷା ପାଇଁ ମୁଁ ଏତେ ଭୀଷ୍ମ ପ୍ରତିଜ୍ଞା ନେଇକି ବି ମୁଁ ଆଜି ବିଭାଜନ କରିବା ସପକ୍ଷରେ ନାହିଁ। ଏମିତି ବାର ବାର ଭୀଷ୍ମ କହିଲେ କି ବିଭାଜନ କରିବା ସପକ୍ଷରେ ନାହିଁ। କିନ୍ତୁ ପରିସ୍ଥିତି ଏମିତି ହେଲା, ଏଭଳି ଭାବରେ ପରିସ୍ଥିତି ଏମିତି ହେଲା କି ଧୃତରାଷ୍ଟ୍ରଙ୍କୁ ବାଧ୍ୟ କରାଗଲା। ଦ୍ରୋଣାଚାର୍ଯ୍ୟ ଆପଣଙ୍କର ଦୁର୍ଯ୍ୟୋଧନ ବାଧ୍ୟ କଲେ କି ପଞ୍ଚୁ ପାଣ୍ଡବ ମାନଙ୍କୁ ବନ୍ଦୀ କରିବା। ଯେହେତୁ ଅସ୍ତ୍ର ଉଠେଇଥିଲେ, ବାଗ୍ମୀ ତଣ୍ଡା ଭିତରେ ଏଥର ଅସ୍ତ୍ର ଉଠେଇ ଦେଇଥିଲେ, ଏ ଅସ୍ତ୍ର ଉଠେଇବା ପାଇଁ ତାଙ୍କୁ ବନ୍ଦୀ କରିଦିଆଯାଉ। ଏବଂ ଯେତେବେଳେ ଯୁଧିଷ୍ଠିର କହିଲେ କି ତାତାଶ୍ରୀ ଅଛନ୍ତି ମହାମହିମ ଭୀଷ୍ମ, ତାଙ୍କ ବିନା ପରାମର୍ଶରେ ତ ବନ୍ଦୀ କରାଯାଇ ପାରିବ ନାହିଁ।
କିନ୍ତୁ ଯେତେବେଳେ ଏମାନେ କହିଲେ ଦୁର୍ଯ୍ୟୋଧନ ଏବଂ ଶକୁନି ଯେ ଥାତାଶ୍ରୀଙ୍କୁ ପରାମର୍ଶ ନେବେ ସେ ତ କହିବେ ନାହିଁ। ତେଣୁ ଆପଣ ରାଜା ତାଙ୍କୁ ବାଇଶ କଲେ କି ଆପଣ ରାଜା ସବୁବେଳେ ଅନ୍ୟ ଜଣଙ୍କ ପରାମର୍ଶ କାହିଁକି ନେଉଛନ୍ତି? ସେ ହେଉଛନ୍ତି ଶ୍ରେଷ୍ଠ ହେଇପାରନ୍ତି, ବଟ୍ ତାଙ୍କ ପରାମର୍ଶ ଆପଣ କାହିଁ ଗ୍ରହଣ କରୁଛନ୍ତି? ଆପଣ କ'ଣ ରବର ଷ୍ଟାମ୍ପ ଭଳିଆ ରହୁଛନ୍ତି? ଆପଣ ନିଜେ ହିଁ ମତାମତ ଦିଅନ୍ତୁ। ଏବଂ ସେ କ'ଣ କଲେ, ସିଧା ତାଙ୍କ ସୈନିକମାନଙ୍କୁ ଧରିକି କହିଦେଲେ କି ବନ୍ଦୀ ଅବସ୍ଥାରେ ତାଙ୍କୁ ବନ୍ଦୀ କରିଦିଅ। ପାଣ୍ଡବମାନଙ୍କୁ ଆପଣ ଜାଣିଛନ୍ତି ବନ୍ଦୀ କରିଦିଅ। ଏବଂ ବନ୍ଦୀ ଆଦେଶ ହେଇଗଲା ଏବଂ ଗୋଟେ ଜାଗାରେ ପୂଜା କରିବା ପାଇଁ ଭିତରକୁ ଗଲେ। ଏଇ କଥା ଯେତେବେଳେ ଭୀଷ୍ମ ଜାଣିଲେ ଏକଦମ ବ୍ୟତିବ୍ୟସ୍ତ ହେଇକି ଧୃତରାଷ୍ଟ୍ରଙ୍କ ପାଖକୁ ଆସନ୍ତି, ତ ପ୍ରହରୀ ଧୃତରାଷ୍ଟ୍ରଙ୍କ ଭିତରକୁ ମଧ୍ୟ ଭୀଷ୍ମକୁ ବି ଯିବା ପାଇଁ ଦେଲା ନାହିଁ। ଦେଖନ୍ତୁ କେମିତି ହେଇଛି। ତାପରେ ଭୀଷ୍ମ କ'ଣ କରିଛନ୍ତି, ବୁଲି କରି ଜଙ୍ଗଲ ଭିତରୁ ବୁଲି 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 ସେ ଜାଗାରେ ଯୋଗ୍ୟ ଜାଗାରେ ପହଞ୍ଚିଛନ୍ତି। ପହଞ୍ଚିକରି ତାଙ୍କୁ ବହୁତ ତାଙ୍କ କ୍ରୋଧ କହିଛନ୍ତି, ମୋତେ ମଧ୍ୟ ଯୁଦ୍ଧ କରିବାକୁ ପଡ଼ିବ, ଅସ୍ତ୍ର ଉଠାଇବାକୁ ପଡ଼ିବ, ଯଦି ଏମାନଙ୍କୁ ଯଦି ମୁକୁଳା ନଯାଏ ତେଣୁ ୟାଙ୍କୁ ବନ୍ଦୀ ଯେଉଁ ଆଦେଶଟା ଦିଆହେଇଛି ତାକୁ ତୁମେ ବନ୍ଦ କର। ଏମିତି କହିଲା ଭିତରେ ଏମିତି ବାଗବିତଣ୍ଡା ଏମିତି ପରିସ୍ଥିତି ହେଲା କି ଶେଷ ପର୍ଯ୍ୟାୟରେ ଭୀଷ୍ମ ବି ଚାହିଁଲେ କି ବିଭାଜନ। ବିଭାଜନ ଚାହିଁଲା ପରେ ଦ୍ରୌପଦୀ କହିଲେ, ଅନୁରୋଧ କଲେ ଯୁଧିଷ୍ଠିରଙ୍କୁ ପଞ୍ଚପାଣ୍ଡବଙ୍କୁ ଯେ ବିଭାଜନ ଯଦି ହଉଛି, ଆଗ ତ ବିଭାଜନ ସପକ୍ଷରେ କେହି ନଥିଲେ, କିନ୍ତୁ ଏମିତି ପରିସ୍ଥିତି ହେଇଗଲା ବିଭାଜନ ପର୍ଯ୍ୟନ୍ତ କି ଯଦି ବିଭାଜନ ହଉଛି ତାହେଲେ ତମେ ଏମିତି ଏକ ରାଜ୍ୟ ମାଗ ଯୋଉଠି କେବଳ ପଡ଼ିଆ ଖଣ୍ଡେ ଥିବ। ଏମିତି ପଡ଼ିଆ ଖଣ୍ଡେ ଥିବ, କିଛି ନଥିବ, ଆମେ ସେଇଠି ସାମ୍ରାଜ୍ୟ ତିଆରି କରିବା। ଏମିତି କେବଳ ମାଗି ଆଣ, ଆମକୁ ଦରକାର ଶାନ୍ତି। ଏବଂ ହସ୍ତିନାପୁର ପୁରା ଟୋଟାଲ ତାକୁ ଛାଡ଼ି ଦିଅ। ସେଇ କଥା ହେଲା। ବିଭାଜନ କଥା ଉଠିଲା ପରେ ଏମାନେ ମତାମତ ଦେଲେ ଯେ ସେମିତି କିଛି ରାଜ୍ୟ ଅଛି କି ଯୋଉଠିକି କେବଳ କୌଣସି ରାଜପ୍ରାସାଦ ନଥିବ, କିଛି ନଥିବ, କେବଳ ଗୋଟେ ପଡ଼ିଆ ଥିବ, ଆମକୁ ତାହା ହିଁ ଦରକାର। ଖୁସି ହେଇଗଲେ ଶକୁନି ଏବଂ ଦୁର୍ଯ୍ୟୋଧନ। କହିଲେ ହଁ ହଁ ଅଛି, ସେମିତି ଏକ ଜାଗା ଅଛି, ସେ ହେଉଛି ଖାଣ୍ଡବ ବନ। ଆପଣ ଜାଣିଥିବେ ଖାଣ୍ଡବ ବନ, ଯୋଉଠି କେବଳ ସର୍ପ ହିଁ ସର୍ପ, ପ୍ରଚୁର ସର୍ପ ରାଜ୍ୟ, ଯୋଉଠି ତକ୍ଷକ ସର୍ପ ହେଉଛି ସର୍ପମାନଙ୍କର ସମ୍ରାଟ। ସେ ତକ୍ଷକ ଯୋଉଠି ଶାସନ କରୁଛି ସେଇ ଜାଗାରେ ଅଛି ଏବଂ ଅନେକ ସର୍ପ ଅଛନ୍ତି। ସେଇ ଜାଗା କହିଲେ କି ଖାଣ୍ଡବ ବନ ଅଛି ଏବଂ ଏମାନଙ୍କୁ ପାଣ୍ଡବମାନଙ୍କୁ ଖାଣ୍ଡବ ବନ ଦେଇଦେଲେ। ହସ୍ତିନାପୁରରୁ ବହୁତ ଦୂର ଖାଣ୍ଡବ ବନ। ଏବଂ ଖାଣ୍ଡବ ବନକୁ ଯେତେବେଳେ ମାନେ ବାହାରିଲେ, ଅନେକ ଗୁଡ଼ିଏ ପ୍ରଜା ମଧ୍ୟ ହସ୍ତିନାପୁରରୁ ବାହାରିଲେ, ଆମ ସାଙ୍ଗରେ ଯିବୁ। ଏଥିରେ ପ୍ରଜା ବାହାରିଲେ, ଶେଷ ପର୍ଯ୍ୟାୟରେ ପ୍ରଜାମାନଙ୍କୁ ଏମାନେ ମନା କଲେ, ଛାଡ଼ିଲେନି, ବହୁତ ପ୍ରଜାଙ୍କୁ ରୋକିକି ରଖିଲେ ଏବଂ କିଛି ପ୍ରଜା ବି ତାଙ୍କ ସାଙ୍ଗରେ ଗଲେ, କିଛି ପ୍ରଜା ତାଙ୍କୁ ଦେଇ ଦିଆଯାଉ, ଏମିତି ବିଚାର ବିମର୍ଶ ପରେ କିଛି ପ୍ରଜାଙ୍କୁ ନେଇକି ଗଲେ, ପଳେଇଲେ। ଖାଣ୍ଡବ ବନକୁ ଯେତେବେଳେ ପହଞ୍ଚିଛନ୍ତି, ଖାଣ୍ଡବ ବନରେ ପହଞ୍ଚୁ ପହଞ୍ଚୁ ଯେତେବେଳେ ନୂଆ ଭୂମିକୁ ଆସିଛନ୍ତି, ସେ ଭୂମିରେ ପ୍ରଥମେ ପାଣି ତର୍ପଣ କରିକି ଭୂମିକୁ ପ୍ରଣାମ କରୁଛନ୍ତି ଦ୍ରୌପଦୀ। ଏବଂ ଏଇଠି ବି ବିଚାର ହେଲା ଯେ ବିଭାଜନ ସମୟରେ କିନ୍ତୁ ଏମିତି ବି ବିଚାର ହେଲା ଯେ ମାତା କୁନ୍ତୀଙ୍କୁ କିନ୍ତୁ ତାଙ୍କ ସାଙ୍ଗରେ ଛଡ଼ାଯିବ ନାହିଁ। କୁନ୍ତୀ ହେଉଛନ୍ତି ରାଜମାତା ଏବଂ କୁନ୍ତୀକୁ ତାଙ୍କର ଗୋଟେ ସ୍ୱତନ୍ତ୍ର ରାଜ୍ୟ ନ ହେବା ପର୍ଯ୍ୟନ୍ତ କୁନ୍ତୀକୁ ଛଡ଼ାଯିବ ନାହିଁ ଏବଂ କୁନ୍ତୀ ହସ୍ତିନାପୁରରେ ରହିବେ। ଅର୍ଜୁନ ଯୁଧିଷ୍ଠିର ସମସ୍ତେ ବ୍ୟତିବ୍ୟସ୍ତ ହେଇଗଲେ କି ବିଭାଜନ ନାମରେ ବହୁତ କିଛି ଆମଠୁ ଛଡ଼େଇ ନେଲେ ଆପଣମାନେ। ଶେଷରେ ଆମ ମାତାଙ୍କୁ ମଧ୍ୟ ଆମ ପାଖରୁ ଛଡ଼େଇ ନେଲେ ଏବଂ କୁନ୍ତୀ ବି ତାକୁ ସ୍ୱୀକାର କଲେ। ଯାହା ବିଚାର ସେଥିରେ ମୁଁ ଏକମତ। ମୁଁ ବି ଏଇଠି ରହିବା ପାଇଁ ଚାହେଁ, କାରଣ ଏଇଠି ତମ ବାପାଙ୍କର ସ୍ମୃତି ଅଛି, ଏଇଠିକି ବାହା ହେଇକିରି ମୁଁ ତମ ବାପାଙ୍କ ସହିତ ହାତ ଧରିକି ଏଇଠିକି ଆସିଥିଲି, ତେଣୁ ମୁଁ ଏଇଠି ରହିବା ପାଇଁ ଚାହେଁ। ପୁଅମାନେ ତମେ ଯାଅ। ସେମାନେ ଖାଣ୍ଡବ ବନକୁ ଯାଇଛନ୍ତି। ଏଇ ଷ୍ଟୋରି ଗୁଡ଼ାକ ଆପଣ ଜାଣିଥିବେ, ବହୁତ ଭଲ ବଢ଼ିଆ ଷ୍ଟୋରି। ଖାଣ୍ଡବ ବନରେ ଯେତେବେଳେ ତର୍ପଣ କରୁ କରୁନା ତକ୍ଷକ ସେପଟୁ ଏକଦମ ଆକ୍ଟିଭ ହେଇଗଲା। ତକ୍ଷକ ନାଗ ଅନେକ ନାଗମାନଙ୍କୁ ପ୍ରେରଣ କଲା। ଏତେ ନାଗ ଆସିଲେ ଯେ ଲକ୍ଷ ଲକ୍ଷ ସଂଖ୍ୟାରେ ନାଗ ଆସିଲେ। ଲକ୍ଷ ଲକ୍ଷ ସଂଖ୍ୟାରେ ନାଗ ଆସିଲେ। ଏମାନେ ଯୁଦ୍ଧ କଲେ, ନାଗମାନଙ୍କୁ ଆଗ ଅନୁରୋଧ କଲେ। ଯୁଧିଷ୍ଠିର ଅନୁରୋଧ କଲେ କି ଆମେ କ୍ଷତି କରିବା ପାଇଁ ଆସେ ନାହିଁ, ଆମେ ତମର ସୁରକ୍ଷା କରିବୁ, ତମେ କେଉଁ ଜାଗାରେ ରହିବ, ଭଲ ଭାବେ ରହିବ, ତମର ସୁରକ୍ଷା ଆମେ କରିବୁ, କିନ୍ତୁ ଆମେ ତମ ସାଙ୍ଗରେ ଯୁଦ୍ଧ କରିବା ପାଇଁ ଆସିନାହୁଁ, ଏଇ ଗୋଟେ ସାମ୍ରାଜ୍ୟ ତିଆରି କରିବୁ, ସେ ସାମ୍ରାଜ୍ୟକୁ ତମକୁ ମଧ୍ୟ ତମ ସୁରକ୍ଷା ଦୃଷ୍ଟିକୋଣରୁ ଆମେ ତମର ବ୍ୟବସ୍ଥା କରିବୁ। ଏଇଟା କହିଲା ପରେ ମଧ୍ୟ ତକ୍ଷକ ଆଦୌ ମାନିଲା ନାହିଁ। ଆଉ ତକ୍ଷକ ସିଧା ସାପମାନଙ୍କ ଆକ୍ରମଣ ଆରମ୍ଭ କରିଦେଲେ।
ଯେହେତୁ ଆକ୍ରମଣ କରିଦେଲେ ନା, ଏତେ ଆକ୍ରମଣ କଲେ ଏ ପଞ୍ଚ ପାଣ୍ଡବ ତାଙ୍କର କିଏ ଗଦା, କିଏ ଖଣ୍ଡା, କିଏ ଅସ୍ତ୍ର ଦ୍ୱାରା ନିଆଁରେ ବିଭିନ୍ନ ପ୍ରକାର ଅର୍ଜୁନ ବି କଲେ, କିନ୍ତୁ ତା ସତ୍ତ୍ୱେ ଏତେ ସର୍ପ ଆସିଲେ ସବୁ ପ୍ରଜାମାନଙ୍କୁ ମାରିଦେଲେ। ଟୋଟାଲ ପ୍ରଜା ଯାହା ଯାଇଥିଲେ ସମସ୍ତଙ୍କୁ ମାରିଦେଲେ। ସମସ୍ତେ ମୂର୍ଚ୍ଛିତ ଅବସ୍ଥାରେ ଅଛନ୍ତି, ବିଷ ଉଗାଳୁଛନ୍ତି, ସମସ୍ତେ ଏକଦମ ମୂର୍ଚ୍ଛିତ ଅବସ୍ଥାରେ ଅଛନ୍ତି। ସେଇ ସମୟରେ ଆପଣଙ୍କର ତାଙ୍କ ନାଁଟା କଣ କି, ବୃଷାଳୀ। ବୃଷାଳୀ ବୋଲି ଜଣେ ତରୁଣୀ ମଧ୍ୟ ଆସିଥିଲେ, ତାଙ୍କ ବାପା ବି ଆସିଥିଲେ। ଏବଂ ବୃଷାଳୀ କଣ କଲେ, ସର୍ପ ଦଂଶନରେ ଏମିତି ପଛକୁ ଘୁଞ୍ଚି ଘୁଞ୍ଚି ଯାଇ ଯାଇ ଗୋଟେ ପାଣି ଭିତରେ ପଡ଼ିଗଲେ, ନଈରେ। ଏବଂ ସେ ନଈରେ ସେ ଭାସିଗଲେ। ଅନ୍ୟମାନେ ସମସ୍ତେ ମରିଗଲେ, କେବଳ ବୃଷାଳୀ ଜଣେ ବଞ୍ଚିଲା, ଯିଏକି ପାଣି ଭିତରେ, ସମସ୍ତେ ମୂର୍ଚ୍ଛିତ ଅବସ୍ଥାରେ ଅଛନ୍ତି। ଏଇ ଦୃଶ୍ୟ ଦେଖିକି ଏମାନେ ପୁରା ବ୍ୟତିବ୍ୟସ୍ତ ହେଇଗଲେ ଯେ ଏତିକିଟି ମରିଗଲେ, କଣ କରାଯିବ। ତାପରେ ଯୁଦ୍ଧ ଆହ୍ୱାନ ଦେଲେ। ଦୁର୍ଯ୍ୟୋଧନ ତକ୍ଷକୁ ଯୁଦ୍ଧ ଆହ୍ୱାନ ଦେଲେ ଏବଂ ଯୁଦ୍ଧ କରିବା ଆରମ୍ଭ କଲେ। ତକ୍ଷକ ଆଶୀର୍ବାଦ ପାଇଥିଲେ ଇନ୍ଦ୍ରଙ୍କ ଠାରୁ, ଏବଂ ଇନ୍ଦ୍ର କଣ କଲେ, ତକ୍ଷକ ସପୋର୍ଟରେ ଯୁଦ୍ଧ କଲେ। ଇନ୍ଦ୍ର ଏବଂ ଅର୍ଜୁନ, ଆପଣ ଜାଣିଛନ୍ତି, ପିତା ପୁତ୍ର। ପିତା ପୁତ୍ରଙ୍କ ଘୋର ଯୁଦ୍ଧ ହେଲା। ଏତେ ଘୋର ଯୁଦ୍ଧ ହେଲା ଯେ ପିତା ପୁତ୍ର ଭିତରେ ଆଉ ଯୁଦ୍ଧକୁ ଶେଷ ପର୍ଯ୍ୟାୟ ଭିତରେ ପୁରା ରୋକି ହେଲା ନାହିଁ। ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ ଇନ୍ଦ୍ର, ଏବଂ ଅର୍ଜୁନଙ୍କ ପାଖରେ ମଧ୍ୟ ବ୍ରହ୍ମାସ୍ତ୍ର ଥିଲା। ଉଭୟ ବ୍ରହ୍ମାସ୍ତ୍ର ଯେତେବେଳେ ଗଲା, ଆପଣ ଜାଣିଛନ୍ତି, ଯୋଉ ଉଭୟ ବ୍ରହ୍ମାସ୍ତ୍ର ଯୋଉ ଜାଗାରେ ମାଡ଼ ହୁଏ ନା, ସେହି ଜାଗାରେ 40,000 ବର୍ଷ ପର୍ଯ୍ୟନ୍ତ ଜୀବଜଗତ ସୃଷ୍ଟି ହେଇପାରିବେ ନାହିଁ। ଏତିକି ପାୱାରଫୁଲ ବ୍ରହ୍ମାସ୍ତ୍ର। 40,000 ବର୍ଷ ଜୀବଜଗତ ସୃଷ୍ଟି ହେଇପାରିବେ। ଆପଣ ମନେ ପକେଇ ଦିଅନ୍ତୁ ଏବେ ହିରୋସୀମା ନାଗାସାକିକୁ, ଯୋଉଠି ପରମାଣୁ ବୋମା ପଡ଼ିଥିଲା, ଆଜି ପର୍ଯ୍ୟନ୍ତ ସୁସ୍ଥ ମାନବର ଜନ୍ମ ସେଠି ହେଇପାରୁନାହିଁ। ଏମିତି ରିଲେଟ୍ କରନ୍ତୁ। ତ ସେଇ ଜାଗାରେ ସିଧା ଆଉ କୌଣସି ଉପାୟ ନ ପାଇକି ଗୋଟେ ସୁଦର୍ଶନ ଚକ୍ର ବେଶୀ ଦେଲେ କୃଷ୍ଣ, ଏବଂ ସୁଦର୍ଶନ ଚକ୍ର ଉଭୟ ଅସ୍ତ୍ରକୁ ମଝିରେ ଅଟକେଇ ଦେଲେ ଏବଂ ଅଟକି ଦେଇକି ତାଙ୍କୁ ଯୁଦ୍ଧ ବିରତି କଲେ। ଯୁଦ୍ଧ ବିରତି କରିକି ଇଏ ଆପଣଙ୍କ ପୁତ୍ର ବୋଲି ପରିଚୟ ଦେଲେ କାହାକୁ, ଇନ୍ଦ୍ରଙ୍କୁ। ଇନ୍ଦ୍ର ଜାଣିଥିଲେ, ହେଲେ ବି ଇଏ ବହୁତ ଗର୍ବ କରୁଛି। କହିଲେ ଇଏ କ୍ଷମା ମାଗିଲେ, ଆସିଲେ, ଏବଂ ଆସିକି ସବୁ ଇନ୍ଦ୍ର ପୁଣି ସେଠି ପ୍ରସନ୍ନ ହେଇଗଲେ। ଇନ୍ଦ୍ରଙ୍କୁ ଏତେ ପ୍ରସନ୍ନ କରିଦେଲେ କୃଷ୍ଣ, ଯେ ଇନ୍ଦ୍ର ପ୍ରସନ୍ନ ହେଇକି ଆହୁରି ଗୁଡ଼ାଏ ଆଶୀର୍ବାଦ ଦେଇଦେଲେ କାହାକୁ, ଅର୍ଜୁନଙ୍କୁ। ସେପଟେ ତକ୍ଷକ ସାପ ଏକଦମ ନାଗରାଜ ବହୁତ କ୍ରୋଧାନ୍ୱିତ ହେଇଗଲା କି ଇନ୍ଦ୍ର ତାଙ୍କ ସପକ୍ଷକୁ ପଳେଇଗଲେ। ପୁତ୍ରକୁ ଦେଖିକି ମତେ କଥା ଯୋଉ ଦେଇଛନ୍ତି ଆପଣ ଭୁଲିଗଲେ, ଆଉ ୟା ପ୍ରତିଶୋଧ ମୁଁ ନିଶ୍ଚିତ ଭାବରେ ନେବି, ତକ୍ଷକ କହିଲେ। ଏମିତି ହେଲା। ତାପରେ ଅଗ୍ନିଙ୍କୁ ଆବାହନ କଲେ। ଯୋଉ ଅଗ୍ନିରେ ପୁରା ତକ୍ଷକକୁ ଘେରେଇ ଦେଇଥିଲେ ଅର୍ଜୁନ, ତା ଭିତରେ ବାହାରି ପାରୁନଥିଲେ, ତାଙ୍କୁ ପ୍ରଶମିତ କଲେ। ଅଗ୍ନିଦେବ ସେଇ ଜାଗାରେ ଅର୍ଜୁନଙ୍କୁ ଗାଣ୍ଡୀବ ଧନୁ ପ୍ରଦାନ କରିଛନ୍ତି, ଜାଣିଥାନ୍ତୁ। ଖାଣ୍ଡବ ବନରେ ଯେତେବେଳେ ଅଗ୍ନି ପ୍ରସନ୍ନ ହେଇଛନ୍ତି, ଅଗ୍ନିଦେବ ହିଁ ଗାଣ୍ଡୀବ ଧନୁ ମାନେ ପ୍ରଦାନ କରିଛନ୍ତି ଅର୍ଜୁନଙ୍କୁ। କେବେ କେବେ କେହି ପ୍ରଶ୍ନ କରିବେ ଗାଣ୍ଡୀବ ଧନୁ କିଏ ଦେଇଥିଲେ, ଅଗ୍ନିଦେବ ହିଁ ଦେଇଥିଲେ। ଏବଂ ଅଗ୍ନିଦେବ ଗାଣ୍ଡୀବ ଧନୁ ବି ଅର୍ଜୁନ ପାଇଲେ, ଏବଂ ସବୁ ସାପ ଗୁଡ଼ାକ ବିଚାର ହେଲା ସେ ଜାଗା ଛାଡ଼ିକି ସବୁ ପଳେଇବେ। ତକ୍ଷକ ସବୁ ସାପ ମାନଙ୍କୁ ହରେଇ ନେଇକି ଜାଗା ଛାଡ଼ିକି ପଳେଇଲେ। କିନ୍ତୁ ତକ୍ଷକ କହିଲେ କି ଏହାର ପ୍ରତିଶୋଧକୁ ମୁଁ ନିଶ୍ଚିତ ନେବି, ୟା ପ୍ରତିଶୋଧ ଅପେକ୍ଷାରେ ମୁଁ ରହିଲି। କେବେ ନା କେବେ ତୁମ ଉତ୍ତର ପୁରୁଷ ହଉ ନା ନାହିଁ, କେହି ହଅନ୍ତୁ ନା ନାହିଁ, କୌଣସି ଗୋଟେ ରାଜାକୁ ୟାର ପ୍ରତିଶୋଧ ନେବି। ପରବର୍ତ୍ତୀ ସମୟରେ ତକ୍ଷକ କାହାକୁ ପ୍ରତିଶୋଧ ନେଇଥିଲେ? ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ, ଅଭିମନ୍ୟୁଙ୍କ ପୁତ୍ର କିଏ? ପରୀକ୍ଷିତ। ରାଜା ପରୀକ୍ଷିତଙ୍କୁ ଦଂଶନ କରିଥିଲେ ତକ୍ଷକ ନାଗ, ଏବଂ କଳିଯୁଗ ଯୋଉ ଶେଷ ହେଇଥିଲା, ମାନେ ପରୀକ୍ଷିତ ରାଜା ମୃତ୍ୟୁବରଣ କରିଥିଲେ। ଏଇ ପ୍ରତିଶୋଧ ନେଇଥିଲା। ଏଇଠି ଘଟଣାଟା ଘଟିଲା। ତାପରେ ଗୋଟେ ସାମ୍ରାଜ୍ୟ କଲେ, ବିଶ୍ୱକର୍ମାଙ୍କୁ ଡାକିଲେ କୃଷ୍ଣ, ଏବଂ ବିଶ୍ୱକର୍ମାଙ୍କ ଦ୍ୱାରା ସେଠି ଗୋଟେ ରାଜ୍ୟ ନିର୍ମିତ କଲେ। ସୁନ୍ଦର ଏକ ରାଜପ୍ରାସାଦ ତୋଳିଲେ। ରାଜପ୍ରାସାଦ ତୋଳିକି ଖାଣ୍ଡବ ବନରେ ରହିଲେ। ବହୁତ ପରିଶ୍ରମ କରିକି ପାଣ୍ଡବ ମାନେ ସେଇ ଖାଣ୍ଡବ ବନରେ ଏକ
ରାଜ୍ୟ ପ୍ରତିଷ୍ଠା କଲେ। ବହୁତ ଅରଣ୍ୟ ହେଇକି ଏକଦମ କଦର୍ଯ୍ୟ ଭିତରେ ଥିଲେ, ତାଙ୍କୁ ଯୋଉଥିଲେ ବହୁତ ପରିଶ୍ରମ କରିକି ସେ ଜାଗାରେ ଖାଣ୍ଡବନ କଲେ। ଏବଂ ଏଇ ଯୋଉ ପ୍ରଜା ମାନେ ମୃତ୍ୟୁବରଣ କରିଥିଲେ ସେଇଠି ଏବେ କହିଲେ, ଅର୍ଜୁନ ଯୁଧିଷ୍ଠିର କହିଲେ କି ଏମାନଙ୍କୁ ବଞ୍ଚେଇବା ଦରକାର। ତେଣୁ ତକ୍ଷକୁ ଯେତେବେଳେ ଦଣ୍ଡ ଦିଆଗଲା, ବନ୍ଦୀ କରିଦିଆଯାଇଥିଲା ଅଗ୍ନି ଭିତରେ, ତକ୍ଷକ ସବୁ ନାଗମାନଙ୍କୁ ପୁଣି ଆଦେଶ ଦେଲେ, ଯୋଉ ନାଗ ଯାହାକୁ ଦଂଶନ କରିଥିଲେ ସେମାନେ ତାଙ୍କ ପାଖକୁ ଆସିକି ସବୁ ବିଷ ଗୁଡାକୁ ଶୋଷି ନେଲେ ଏବଂ ସବୁ ପ୍ରଜାବତ୍ସ ସେଇଠି ବଞ୍ଚି ଯାଇଛନ୍ତି। ଇଏ ହେଲା ଘଟଣା। ଏଇ ହେଲା ପରେ ବୃଷାଳୀର ବାପା କିନ୍ତୁ ବୃଷାଳୀକୁ ଖୋଜିଲେ, ବୃଷାଳୀକୁ ପାଇନାହାନ୍ତି। ମୋ କନ୍ୟା କୁଆଡେ ଗଲା, ବୃଷାଳୀ କୁଆଡେ ଗଲା। ବୃଷାଳୀ ଗୋଟେ ଫେମସ୍ କ୍ୟାରେକ୍ଟର, ଜାଣିଛନ୍ତି ବୃଷାଳୀ କିଏ? ଆପଣମାନେ ଜାଣିଛନ୍ତି ବୃଷାଳୀ କିଏ ପରବର୍ତ୍ତୀ ସମୟରେ, କିଏ କହିପାରିବେ? ବୃଷାଳୀ ହେଉଛନ୍ତି କର୍ଣ୍ଣଙ୍କ ସ୍ତ୍ରୀ। କର୍ଣ୍ଣ ବାହା ହେଇଛନ୍ତି ବୃଷାଳୀ, ଜାଣିଛନ୍ତି, ସେ ଗୋଟେ ଫେମସ୍ କ୍ୟାରେକ୍ଟର। ଓକେ। ତେଣୁ ବୃଷାଳୀ ଯାଇକି ଲାଗିଯାଇଛି ତାଙ୍କ ସେ ରାଜ୍ୟରେ, ଦେଖିଛନ୍ତି ଏଇଟା ତ ଆମ ତାଙ୍କ କାକା ମାନେ ତାକୁ ତାତା ମାନେ ଧରିଛନ୍ତି କି ଏଇଟା ଆମର ସେ ବଡ଼ ଭାଇଙ୍କ ଝିଅ, ସେ ରହିଯାଇଛନ୍ତି ହସ୍ତିନାପୁରରେ। ହସ୍ତିନାପୁରରୁ ବୃଷାଳୀ ପୁଣି ଖାଣ୍ଡବ ବନକୁ, ଏଇ ଖାଣ୍ଡବ ବନ ତାପରେ ଇନ୍ଦ୍ର ଯେତେବେଳେ ସବୁ ଆଶୀର୍ବାଦ ପ୍ରଦାନ କଲେ, ସେଠି ଯୁଧିଷ୍ଠିର କ'ଣ କଲେ, ଇନ୍ଦ୍ରଙ୍କ ନାମରେ ସେଇ ରାଜ୍ୟର ନାମକରଣ କଲେ ଇନ୍ଦ୍ରପ୍ରସ୍ଥ। ଇନ୍ଦ୍ରଙ୍କ ନାମରେ ରାଜ୍ୟର ନାଁ ଦେଲେ ଇନ୍ଦ୍ରପ୍ରସ୍ଥ। ଖାଣ୍ଡବନ ରାଜ୍ୟକୁ ଇନ୍ଦ୍ରପ୍ରସ୍ଥରେ ରହିଲେ। ବୃଷାଳୀ ଏବଂ ଅନେକ ପ୍ରଜା ବାହାରିଲେ କି ଇନ୍ଦ୍ରପ୍ରସ୍ଥକୁ ଯିବା ପାଇଁ। ଏ କଥା ଜାଣିଲା ପରେ ଶକୁନି ଏବଂ ଦୁର୍ଯ୍ୟୋଧନ ମାନେ ତାଙ୍କୁ ଛାଡ଼ିଲେ ନାହିଁ। ତେଣୁ କ'ଣ କରିବେ, କର୍ଣ୍ଣଙ୍କୁ ପରାମର୍ଶ ଦେଲେ ଯେ କର୍ଣ୍ଣ ତମେ ଏଇସବୁ ପ୍ରଜାବତ୍ସମାନଙ୍କୁ ଅଟକାଅ। ବହୁତ ଅଟକେଇଲେ। ଅଟକିଲା ପରେ ବୃଷାଳୀ ବହୁତ ଅନୁରୋଧ କଲା, ବୃଷାଳୀ କଥା ଶୁଣିଲେ ନାହିଁ। ବୃଷାଳୀ କର୍ଣ୍ଣଙ୍କର ଯୋଉ ରାଧେୟ ଥିଲା ନା, ତାଙ୍କ ବାପା ମା ଯୋଉ ଥିଲେ ରାଧେୟ, ମାନେ ତାଙ୍କ ପାଖାପାଖି ଘର, ପଡ଼ୋଶୀ ଘର ଇଏ ବୃଷାଳୀଟା। ତ କର୍ଣ୍ଣଙ୍କୁ କହିଛନ୍ତି ତମେ ଯେତେବେଳେ ମୁକୁଟଟା ପିନ୍ଧେଇ ଦେଇଛ ଅଲଗା ହେଇଯାଉଛ, ମୁକୁଟ ନ ପିନ୍ଧିବା ପର୍ଯ୍ୟନ୍ତ ଆମ ସାଙ୍ଗରେ କେତେ ବଢ଼ିଆ ଥିଲ, ମୁକୁଟ ପିନ୍ଧି ସାରିଲା ପରେ ତମେ ଆମକୁ ବନ୍ଦୀକର କଲେ ସାଙ୍ଗେ ସାଙ୍ଗେ ବନ୍ଦୀ, ଆଉ ତମେ କୌଣସି ପ୍ରତିରୋଧ କରିପାରୁନାହଁ। ଏଇଟା ଏ ମକୁଟର ଲକ୍ଷଣ। ମକୁଟ ଉପରେ ବହୁତ ଭର୍ସନା କରିକି ବୃଷାଳୀ କହିଛନ୍ତି କର୍ଣ୍ଣଙ୍କୁ। କର୍ଣ୍ଣ ପରକ୍ଷଣରେ ମକୁଟ ମଧ୍ୟ ମାନେ ଦେଇ ଦେଇଛନ୍ତି, ଏ ରାଜ୍ୟ ବି ଛାଡ଼ି ଦେଇଛନ୍ତି। ପରବର୍ତ୍ତୀ ସମୟରେ ପରେ ପୁଣି ନେଇଛନ୍ତି ଅଙ୍ଗରାଜ୍ୟ, ଅଙ୍ଗରାଜ୍ୟ ମଧ୍ୟ ଛାଡ଼ି ଦେଇଛନ୍ତି। ଏପରି ବିଭିନ୍ନ ଷ୍ଟୋରି ତା ଭିତରେ ଅଛି। ଏଇଟା ଗୋଟେ ଗୋଟେ ଷ୍ଟୋରି ହବ। ମୁଁ ଯୋଉ ଜାଗାକୁ ପହଞ୍ଚିବା ପାଇଁ ଚାହୁଁଛି ସେଇ ଜାଗାକୁ ଅ, ଚାଲୁଛି। ଆପଣମାନେ ମୋ ସାଙ୍ଗରେ ଚାଲନ୍ତୁ, ଭଲ ଲାଗିବ। ତା ବୃଷାଳୀକୁ ବି ବହୁତ ମନା କରି ଯାଇକି କୁନ୍ତୀଙ୍କୁ ରିକ୍ୱେଷ୍ଟ କରିଛନ୍ତି, କୁନ୍ତୀକୁ ଅନୁରୋଧ କରିଛନ୍ତି। ଏବଂ କୁନ୍ତୀ ପଞ୍ଚପାଣ୍ଡବଙ୍କୁ କହିଦେଇଛନ୍ତି କି ଯେବେ ତମ ରାଜ୍ୟଟା ସ୍ୱତନ୍ତ୍ର ହବ ସେଇଦିନ ମୁଁ ତମ ରାଜ୍ୟକୁ ତମ ସାଙ୍ଗରେ ଯାଇକି ରହିପାରିବି, ଓ ସ୍ୱତନ୍ତ୍ର ନ ହେବା ପର୍ଯ୍ୟନ୍ତ, ହସ୍ତିନାପୁରର ଅଣ୍ଡରରେ ଥିବା ପର୍ଯ୍ୟନ୍ତ ମୁଁ ଯିବି ନାହିଁ ବୋଲି ଏଇ କଥା କୁନ୍ତୀ ପାଣ୍ଡବମାନଙ୍କୁ କହିଦେଇଛନ୍ତି। ତେବେ ପାଣ୍ଡବମାନେ ତାଙ୍କ ଇନ୍ଦ୍ରପ୍ରସ୍ଥକୁ ସ୍ୱତନ୍ତ୍ର ରାଜ୍ୟ କରିବା ପାଇଁ ବହୁତ ପରିଶ୍ରମ କରିକି ଲାଗି ପଡ଼ିଛନ୍ତି। ପରକ୍ଷଣରେ ସେଇ ବୃଷାଳୀକୁ ବହୁତ ପରିଶ୍ରମରେ କର୍ଣ୍ଣ କଥା ଦେଇଛନ୍ତି ଏବଂ କୁନ୍ତୀ ମଧ୍ୟ କଥା ଦେଇଛନ୍ତି ଯେ ତମେ ନିଶ୍ଚିତ ଭାବରେ ସେଇ ଜାଗାକୁ ଯିବ। ପରବର୍ତ୍ତୀ ସମୟରେ ଏମାନେ ସବୁ ମନା କରିଛନ୍ତି। ବହୁତ ଅନୁରୋଧ କରିକି କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ ମନେଇଛନ୍ତି। ବୃଷାଳୀକୁ କୁନ୍ତୀ ଅନୁମତି ଦେଇଛନ୍ତି ଯେ ବୃଷାଳୀକୁ ତମେ ନିଜେ ଛାଡ଼ିକି ଯାଇକି ଆସ ସେଇଠି। କର୍ଣ୍ଣ ଯେତେବେଳେ ଛାଡ଼ିକି ବୃଷାଳୀକୁ ବାଟରେ ଛାଡ଼ିକି ଯାଇଛନ୍ତି ସେଇଠିକି, ଏ ଇନ୍ଦ୍ରପ୍ରସ୍ଥକୁ ସେଇ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ମଝିରେ ତାଙ୍କର ଆ, ଉମ୍, ପରସ୍ପର ଭଲ ପାଇବା କଥାବାର୍ତ୍ତା, ମଧୁର କଥାବାର୍ତ୍ତା ହେଇ ଯାଇଛନ୍ତି। ସେଠି ପହଞ୍ଚିକି ଯେତେବେଳେ ଛାଡ଼ିକି ଆସିଲା ବେଳକୁ କିନ୍ତୁ ବୃଷାଳୀ ପୁଣି କର୍ଣ୍ଣଙ୍କ ସହିତ ଫେରିବା ପାଇଁ କହିଛନ୍ତି। ତାଙ୍କ ମନ ସେଠି ଲାଗିନି, ଭଲ ପାଇଯାଇଛନ୍ତି। ସେ ସେଠୁ ପୁଣି ଫେରିବା ପାଇଁ ସେଠି ଚାହିଁଛନ୍ତି, ବାହା ହେବା ପାଇଁ ରିକ୍ୱେଷ୍ଟ କରିଛନ୍ତି। ଏମିତି ଅନେକ କଥା ସେଇ ଷ୍ଟୋରିକୁ ପୁଣି ଅନ୍ୟ ପର୍ଯ୍ୟାୟରେ ଆମେ ଆସିବା। ବର୍ତ୍ତମାନ ମୂଳ ବିଷୟକୁ ଯିବା। କିଛି ସମୟ ପରେ, କିଛି ବର୍ଷ ୟା ଭିତରେ ଚାଲିଗଲା। ଭାବି ଦିଅନ୍ତୁ କିଛି ବର୍ଷ ବିତିଗଲା। କିଛି ବର୍ଷ ବିତିଗଲା ପରେ ଇନ୍ଦ୍ରପ୍ରସ୍ଥ ସ୍ୱତନ୍ତ୍ର ରାଜ୍ୟ ହେଇଗଲା। ଇନ୍ଦ୍ରପ୍ରସ୍ଥ ଯେତେବେଳେ ସ୍ୱତନ୍ତ୍ର ରାଜ୍ୟ ହେଲା, କି ଅର୍ଜୁନ ଚାହିଁଲେ ଏମିତି ଏକ ରାଜପ୍ରାସାଦ ଏଠି ତୋଳା ହବ ଯୋଉଟା କି ଜଳ ସ୍ଥଳ ଭଳିଆ ଦେଖାଯିବ, ସ୍ଥଳ ଜଳ ଭଳିଆ ଦେଖାଯିବ, ଆଉ ଏକଦମ ସୌନ୍ଦର୍ଯ୍ୟମୟ ଏକ ରାଜପ୍ରାସାଦ ଯାହାକୁ ଦେଖିଲେ ଏକଦମ 14 ଭୁବନରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ, ଏମିତି ନଥିବ। ଆଉ ଏତେ ଯୁଧିଷ୍ଠିର ତାଙ୍କୁ କହିଲେ ଯେ ଭାଇ ଅର୍ଜୁନ ତୁ ଯାହା କହୁଛୁ ଠିକ, କିନ୍ତୁ ଏଇଟା
ଆମ ରାଜ୍ୟ ପାଇଁ ଠିକ ନୁହଁ। ଲୋକମାନେ ଇର୍ଷା କରିବେ, ଅନ୍ୟ ରାଜ୍ୟ ମାନଙ୍କର କୋପଦୃଷ୍ଟି ପଡ଼ିବ, ମାନେ ଦୃଷ୍ଟି ପଡ଼ିବ, ଆଉ ଶତ୍ରୁ ହେଇଯିବେ ଅନେକ ଲୋକ। ଏତେ ଐଶ୍ୱର୍ଯ୍ୟପୂର୍ଣ୍ଣ ରାଜପ୍ରାସାଦ ତିଆରିଲେ ସମସ୍ତେ ଶତ୍ରୁ ହେଇଯିବେ, ଆଉ ଏଇଟା କରିବା ନାହିଁ। ଯୁଧିଷ୍ଠିର ମନା କଲେ, ଆମେ ସାଧାରଣ ଜୀବନ ତାପରେ ଯେମିତି ଏମିତି ନର୍ମାଲ ରହିବା। କିନ୍ତୁ ସେହି ସମୟରେ ଏମାନେ ବାସୁଦେବଙ୍କ କଥା ମାନେ ସେତେବେଳେ ବାସୁଦେବ ୟାଙ୍କ ଜୀବନ ଭିତରେ ଏଣ୍ଟ୍ରି କରି ଯାଇଥିଲେ। ବାସୁଦେବ କୃଷ୍ଣଙ୍କୁ ପଚାରିବା, ବାସୁଦେବ କୃଷ୍ଣ କହିଲେ ନା, ଅର୍ଜୁନ ଯେମିତି କହୁଛନ୍ତି ସେମିତି ଏକ ରାଜ୍ୟ ତୋଳାଗଲା। ଏକଦମ ସୌନ୍ଦର୍ଯ୍ୟ ରାଜ୍ୟ, ଜଳଟା ସ୍ଥଳ ଭଳିଆ ଦେଖାଯାଏ, ସ୍ଥଳଟା ଜଳ ଭଳିଆ ଦେଖାଯିବ। ଏବଂ ସେଇ ପ୍ରତିଷ୍ଠା କଲେ, ରାଜ୍ୟାଭିଷେକ ହେଇକି ଚକ୍ରବର୍ତ୍ତୀ ସମ୍ରାଟ ହେଇଗଲେ ଯୁଧିଷ୍ଠିର। ଚକ୍ରବର୍ତ୍ତୀ ସମ୍ରାଟ ଇତି ପ୍ରସିଦ୍ଧି ଅର୍ଜନ କଲେ। ଏବଂ ତାକୁ ଯେତେବେଳେ ସେଇ ରାଜ୍ୟାଭିଷେକ ଉତ୍ସବରେ ଉଦ୍ଘାଟନ ହେଲା, ରାଜପ୍ରାସାଦ ସବୁ ସମସ୍ତଙ୍କୁ ବିଭିନ୍ନ ଆ, ରାଜ୍ୟରୁ ରାଜାମାନଙ୍କୁ ଡାକିଲେ। ଏବଂ ଏ ସବୁ କୌରବ ମାନେ ମଧ୍ୟ ଯାଇଥିଲେ, ସମସ୍ତେ ଯାଇଥିଲେ। ସେ ଜାଗାରେ ପହଞ୍ଚିଥିଲେ ସମସ୍ତେ। ସେଇ ଜାଗାରେ ଭୀଷ୍ମ ପିତାମହ ଭୀଷ୍ମ ବି ଥିଲେ, ସମସ୍ତେ ଥିଲେ। ଆପଣମାନେ ସମସ୍ତେ ଜାଣିଥିବେ ଶିଶୁପାଳ। ଶିଶୁପାଳକୁ କେମିତି ଜାଣିଥିବେ? ଶିଶୁପାଳକୁ ଗୋଟେ ପ୍ରକାର ସମସ୍ତେ ଜାଣିଛନ୍ତି କି ଶିଶୁପାଳ ବାହାଘର ସବୁ ଠିକ୍ ହେଇଥିଲା, ସବୁ ରେଡି ହେଇଥିଲା। କାହାର? ସୁଭଦ୍ରାର ଏବଂ ସରି ରୁକ୍ମିଣୀର। ଏବଂ ଶିଶୁ ଆମର ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଧରିକି ପଳେଇ ଆସିଲେ ସମସ୍ତଙ୍କ ସମ୍ମୁଖରେ ଯୁଦ୍ଧ କରିକି। ତ ଏଇ କଥା ଆପଣମାନେ ସମସ୍ତେ ଜାଣିଛନ୍ତି। କାରଣ ଶିଶୁପାଳ ହେଇଗଲା ବୋଲି କହନ୍ତି। ଇଏ ହେଲା ଶିଶୁପାଳ। ଶିଶୁପାଳ ବିଷୟରେ ଯଦି ଆମେ ଜାଣିବା, ଶିଶୁପାଳ ହେଉଛନ୍ତି କୁନ୍ତୀର ଭଉଣୀର ପୁଅ। କୁନ୍ତୀ ହେଉଛନ୍ତି ବଡ଼ ମାଉସୀ ତାଙ୍କର, ଯିଏକି ତାଙ୍କ ନାଁ ଥିଲା ମୁଁ ଲେଖିଛି, ତାଙ୍କ ନାଁ ହେଲା ହୃତସ୍ରବା। ହୃତସ୍ରବା ହେଲେ ଶିଶୁପାଳର ମା, ଆଉ ତା ବାପା ହେଲେ ଦାମ ଦାମକ୍ଷୁପ ହେଲା। ଦାମଘୋଷ ହେଲେ ତାଙ୍କ ବାପା। ତ ଏମାନେ ବି ଥିଲେ। ଶିଶୁପାଳ କଣ ଥିଲା? ମଗଧର ଯିଏ ଜରାସନ୍ଧ ଥିଲା, ଜରାସନ୍ଧର ଜାଗିରଦାର ଥିଲେ, ବହୁତ ଶକ୍ତିଶାଳୀ। ଶିଶୁପାଳ ଯେତେବେଳେ ଜନ୍ମ ହେଇଥିଲେ ନା, ତାଙ୍କର 3ଟି ଆଖି ଆଉ 4ଟି ହାତ ନେଇକି ଜନ୍ମ ହେଇଥିଲେ। କଥା ଜାଣିଥିବେ, 4ଟି ହାତ ଏବଂ 3ଟି ଆଖି ହେଇକି ଜନ୍ମ ହେଇଥିଲେ। ଶ୍ରୀକୃଷ୍ଣ ଯାଇକି ଯେତେବେଳେ କାଖେଇ ନେଇଥିଲେ, ଛୁଆଟାକୁ ଯେତେବେଳେ କାଖେଇ ଦେଲେ, ଧରିଦେଲେ, ଗୋଟେ ଆଖି ଅନ୍ତର୍ଧାନ ହେଇଗଲା, 2ଟି ହାତ ଅନ୍ତର୍ଧାନ ହେଇଗଲା। ଯଦି କହିଲେ ଗୋଟେ ରାକ୍ଷସ ଭାବରେ ଜନ୍ମ ହେଇଛି, ରାକ୍ଷସ ପ୍ରକୃତି ଭାବରେ ୟାର ଜନ୍ମ। ସେଇଠି ତାଙ୍କ ମା ହୃତସ୍ରବା ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଥିଲେ ଯେ ୟାର 100ଟା ଭୁଲ ତମେ କ୍ଷମା କରିବ। ଏଇ କଥା ଅନୁରୋଧ କରିଥିଲେ। ଶିଶୁପାଳର 100ଟା ଭୁଲ କ୍ଷମା ଦେବା ପାଇଁ ଅନୁରୋଧ କରିଥିଲେ। ପର ସମୟରେ ଶିଶୁପାଳ ସେଠି ଅଛି। ଏବଂ ଶିଶୁପାଳର ସେଇ ଜାଗାରେ ପଞ୍ଚୁ ପାଣ୍ଡବଙ୍କୁ, ଭୀଷ୍ମଙ୍କୁ, ଯିଏ କହିଲା କୌରବମାନଙ୍କୁ ନେଇ ଏକଦମ ଭର୍ତ୍ସନା କରିଛନ୍ତି। ଏଭଳି କି ଦ୍ରୌପଦୀଙ୍କୁ ଏତେ ଭର୍ତ୍ସନା କରିଛନ୍ତି ଯେ କହିବା କଥା ନାହିଁ। ମାନେ ସମସ୍ତଙ୍କୁ ଅପମାନିତ କରିଛନ୍ତି, ବହୁତ ଏକଦମ ମାନେ କୁନ୍ତୀଙ୍କୁ ମଧ୍ୟ ଅପମାନିତ କରିଛନ୍ତି। କେହି ସହ୍ୟ କରିପାରୁନଥିଲେ। ଭୀମ ଆଦି ସବୁ ପଞ୍ଚୁପାଣ୍ଡବ ତାଙ୍କର ଅପମାନରେ ଭୀମ ଗଦା ଧରିକି ବାହାରି ପଡ଼ିଛନ୍ତି ବି ଯୁଦ୍ଧ କରିବା ପାଇଁ। ତାଙ୍କୁ କିନ୍ତୁ ମନା କରାହେଇଛି ଯେ ରାଜାଙ୍କର ଆଦେଶ ନହେଲେ ଯୁଦ୍ଧ କରିପାରିବ ନାହିଁ। ଇଏ କହି ଚାଲିଛନ୍ତି, ଶ୍ରୀକୃଷ୍ଣ କେବଳ ହସି ଚାଲିଛନ୍ତି। ଆରାମରେ ବସିକରି ମୁଚୁକୁନ୍ଦ ହସ ଦେଇ ଚାଲିଛନ୍ତି। ସମସ୍ତେ ଏକଦମ ରାଗ, ଏତେ ଏତେ ଖରାପ କଥା ଭୀଷ୍ମଙ୍କୁ ବି କହିଛନ୍ତି, ସମସ୍ତଙ୍କୁ କଦର୍ଯ୍ୟ ଭାବରେ କହିଛନ୍ତି। ମାନେ ସମ୍ଭାଳି ପାରିବନି ଜଣେ। ସେଇ ଦୃଶ୍ୟ ମାନେ ତାଙ୍କର ଗୋଟେ ଉତ୍ସବ ମନାଉଛନ୍ତି ଏବଂ ସମଗ୍ର ଉତ୍ସବକୁ ଏକଦମ ନକାରାତ୍ମକ ଖରାପ ପରିସ୍ଥିତିରେ ପହଞ୍ଚେଇ ଦେଲେ ସେଠି ଶିଶୁପାଳ। କଦର୍ଯ୍ୟ କଥା ଗୁଡାକ କହି 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 ସମସ୍ତଙ୍କୁ ଆକ୍ଷେପ କରିଛନ୍ତି। ସମସ୍ତଙ୍କୁ ବହୁତ ଆକ୍ଷେପ କରିଛନ୍ତି। ଏମିତି କରିକି ମାନେ ଦ୍ରୌପଦୀଙ୍କୁ ପଞ୍ଚୁ ପାଣ୍ଡବଙ୍କ ସ୍ତ୍ରୀ ଅନ୍ୟ ଜଣଙ୍କର ସଖୀ କେମିତି ହେଲା? ବାସୁଦେବଙ୍କୁ ମଧ୍ୟ ସଖୀ କେମିତି ହେଲା ତାଙ୍କର? କାରଣ ଜରାସନ୍ଧର ଏକମାତ୍ର ଲକ୍ଷ୍ୟ ଥିଲା କି ଶ୍ରୀକୃଷ୍ଣଙ୍କୁ ମାରିବା। ତେଣୁ 108 ରାଜାଙ୍କର ବଳି, 101 ଯୋଉ 100 ବଳି ଦେବା ପାଇଁ ରାଜାଙ୍କୁ ଚାହିଁଲେ, 101 ନମ୍ବର ବଳି ହେବେ କୃଷ୍ଣ। ଏଇଟା ଜରାସନ୍ଧଙ୍କର ପୁରା ଉଦ୍ଦେଶ୍ୟ ଥିଲା। ଯୋଉ
ଯଜ୍ଞ କରୁଥିଲା। ସେ ଯଜ୍ଞରେ 100 ରାଜାଙ୍କର ବଳି ଦେବେ। ସେ ଯେତେ କୃଷ୍ଣ, କୃଷ୍ଣ ହେଉଛନ୍ତି ଜରାସନ୍ଧଙ୍କ ପରମ ଶତ୍ରୁ ଥିଲେ। ବହୁତ ଶତ୍ରୁ ଭାବରେ ଭାବୁଥିଲେ କୃଷ୍ଣଙ୍କୁ। ତେଣୁ କୃଷ୍ଣଙ୍କୁ ମଧ୍ୟ ବହୁତ କ୍ରିଟିସାଇଜ କଲେ ଶିଶୁପାଳ। ଯେତେବେଳେ 97 95 ପରେ ଟପିଗଲା ନା ଭୁଲ, ଗୋଟି ଗୋଟି କରି ସେ 100 ଭୁଲ ତ ମୋର କ୍ଷମା ଦେବେ କହିକି ଏଇଠି ରଖିଥାଏ ଗୋଟେ ସିମ୍ବଲ, 100ଟା ସୂତା ଭଳିଆ ଗୋଟେ ସିମ୍ବଲ, ଗୋଟେ ସୂତା ଟାଣେ ଶିଶୁପାଳ ଆଉ ଜଣକୁ କ୍ରିଟିସାଇଜ କରେ, ପୁରା ଗାଳି କରେ ଯାହା ଆସିଲା। ପୁଣି ଗୋଟେ ସୂତା ଟାଣେ, ଏମିତି ଫିଙ୍ଗି 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 ଅଣ୍ଟାରୁ କାଢ଼େ, ଫିଙ୍ଗେ ଅଣ୍ଟାରୁ କାଢ଼େ, ଭାଙ୍ଗେ। 95 ହେଲା ପରେ ଶ୍ରୀକୃଷ୍ଣ ସତର୍କ କରିଦେଲେ, ଶିଶୁପାଳ ତମେ ଏତେ ଉତ୍ତେଜିତ ହେଇଯାଉଛ ଯେ ତମ ନମ୍ବର ଭୁଲି ଯାଉଛ, ନମ୍ବର ପ୍ରତି ଟିକେ ଧ୍ୟାନ ଦିଅ। ତମ ଭୁଲ କ୍ଷମଣୀୟ କେତେ ପର୍ଯ୍ୟନ୍ତ ପହଞ୍ଚିଲଣି, ଟିକେ ଧ୍ୟାନ ଦିଅ, ଟିକେ ଥମି ଯାଅ। ତାଙ୍କୁ ସତର୍କ ସୂଚନା ମଧ୍ୟ ଦେଇଛନ୍ତି ଶ୍ରୀକୃଷ୍ଣ। କିନ୍ତୁ ଇତି ଭାବପ୍ରବଳ ଉତ୍ତେଜିତ ହେଇକରି ସେ 100 ସରିଗଲା। 100 ସରିକି 101 ପାର ହେଇଗଲା। ଶ୍ରୀକୃଷ୍ଣ କହିଲେ, ଶିଶୁପାଳ ତମେ ବର୍ତ୍ତମାନ ତମ ଯେତିକି କ୍ଷମା ଦେବା କଥା ତାହା ତମେ ପାର ହେଇଯାଇଛ। ଚକ୍ର ଫେସିକରି ଶିଶୁପାଳକୁ ସେଠି ହତ୍ୟା କରିଛନ୍ତି। ଶିଶୁପାଳକୁ ହତ୍ୟା କରିଦେଲେ। ହତ୍ୟା କରିଦେଇ ସାରିଲା ପରେ ଦୁର୍ଯ୍ୟୋଧନ ଉଠିଲେ, ବିଚାର ହେଲା। ଡକା ଯାଇକି ଗୋଟେ ଅତିଥିକୁ ଏମିତି ମାରିବାଟା ୟା ପୁରା ବିଚାର, ଆଉ ୟା ବିରୁଦ୍ଧରେ ଆମେ ଯୁଦ୍ଧ କରିବୁ। ଦୁର୍ଯ୍ୟୋଧନ, ଦୁଃଶାସନ ସବୁ ବାହାରି ପଡ଼ିଲେ। ଦୁର୍ଯ୍ୟୋଧନ, ଦୁଃଶାସନ ଆଉ ଶକୁନି 3 ଜଣ ଯାକ ବାହାରି ପଡ଼ିଲେ କି ୟା ବିରୁଦ୍ଧରେ ଆମେ ଯୁଦ୍ଧ କରିବୁ। ଶକୁନି ମନା କରୁଥିଲେ, କିନ୍ତୁ ଦୁର୍ଯ୍ୟୋଧନଙ୍କ ସପକ୍ଷ ତ ସବୁବେଳେ ଯିବେ। ଯେତେବେଳେ ବାହାରି ପଡ଼ିଲେ, ଶ୍ରୀକୃଷ୍ଣ ତାଙ୍କୁ କହିଛନ୍ତି ଯେ ଏଇ ଅପମାନ କରାଯାଇଛି। ଲାଷ୍ଟକେ ଆମର ରାଜମାତାଙ୍କୁ ଅପମାନ କରାଗଲା, ସମ୍ରାଜ୍ଞୀଙ୍କୁ ଅପମାନ କରାଗଲା, ନାରୀଙ୍କୁ, ଆଉ ଏତେ ପ୍ରକାର କରାଗଲା ସମସ୍ତଙ୍କୁ। ତେଣୁ ଏଇ ଅପମାନ ସହ୍ୟ କରାଯାଇ ପାରିବ ନାହିଁ, ଆଉ ସେଥିପାଇଁ ଏଇଟା କରାଗଲା। ଏମିତି ବିଭିନ୍ନ କଥା ଉଠିଛି। ତାପରେ ଯେତେବେଳେ ଅସ୍ତ୍ର ଧରିକି ବାହାରି ପଡ଼ିଲେ, ସେଠି ଅର୍ଜୁନଙ୍କର ଥରେ ଅସ୍ତ୍ର ଧରିଥିଲେ, ବହୁତ ବଡ଼ ଦଣ୍ଡ ଦିଆଯାଇଥିଲା ହସ୍ତିନାପୁରରେ ଅର୍ଜୁନଙ୍କୁ। ଏଠି କହିଲେ କି ଯେହେତୁ ଅସ୍ତ୍ର ଏମାନେ ରାଜସଭାରେ ଅସ୍ତ୍ର ବାହାର କରିଦେଲେ, ଏମାନଙ୍କୁ ଦଣ୍ଡ ଦିଆଯାଉ, ଦଣ୍ଡ ଦିଆଯାଉ। ଯୁଧିଷ୍ଠିରଙ୍କୁ ପୁରା ବାଧ୍ୟ କରାଗଲା କି ଦଣ୍ଡ ଦେବା ଦରକାର ଅଛି। ଭୀଷ୍ମ କହିଲେ, ସମସ୍ତେ କହିଲେ କି ଦଣ୍ଡ ଦିଆଗଲା। ସାରିବା ସାରିବା, ଟିକେ ଲେଟ୍ ଷ୍ଟାର୍ଟ ହେଇଛି, 5 ମିନିଟ୍ ନେବା। ତାପରେ ଯେତେବେଳେ ଦଣ୍ଡ ଦିଆଯାଉ, ଦଣ୍ଡ ଦେବା ପାଇଁ ଘୋଷଣା କରାଗଲା। ଦ୍ରୌପଦୀ ସେଠି କହିଲେ, ଯୁଧିଷ୍ଠିର କହିଲେ କି ମୁଁ କ୍ଷମା କରିଦେଲି, ମୁଁ ମୋ ଭାତ କ୍ଷମା କରିଦେଲି। ରାଜା ଯଦି, ସମ୍ରାଟ ଯଦି ଏମିତି ଜାଗାରେ ଦଣ୍ଡ ନ ଦେବେ, ତାହେଲେ ସମ୍ରାଟଙ୍କ ପ୍ରତି এই ପ୍ରଜାବତ୍ସଳଙ୍କର ବିଶ୍ୱାସ ଭାଜନ ହେଇପାରିବେ ନାହିଁ ରାଜା ପ୍ରଜାଙ୍କ ଉପରେ। ତେଣୁ ଦଣ୍ଡ ଦେବା ନିହାତି ଦରକାର। ସେଠି ହାଲୁକା ଫୁଲକା ଭାବରେ ଗୋଟେ ଦଣ୍ଡ ସେଠି ଦ୍ରୌପଦୀ କହିଦେଲେ କି ଏହା କରାଯାଇପାରେ କି ତାଙ୍କ ଠାରୁ ଅସ୍ତ୍ରଟା ତ୍ୟାଗ କରିବା ପାଇଁ କୁହାଯାଉ 3 ଜଣ ଯାକୁ, ଆଉ ଆମେ ସେଇ ଅସ୍ତ୍ର ପୁଣି ହସ୍ତିନାପୁରକୁ ବରଂ ପଠେଇଦେବା ପରବର୍ତ୍ତୀ ସମୟରେ। ଏଇ କଥା ସମ୍ଭାଳି ପାରିଲେନି ଦୁର୍ଯ୍ୟୋଧନଙ୍କ ଭିତରେ। ବହୁତ ଘୃଣା ରାଗ ଆସିଲା କି ଗୋଟେ ନାରୀଟେ କଣ ସମ୍ରାଜ୍ଞୀ କାହିଁକି ଏଠି ମତାମତ ଦେବେ ବୋଲିକି ସେଇଠି କହିଲେ। ଏବଂ ସେୟା ବି ହେଲା ପରକ୍ଷଣରେ। ଆଦେଶ ଦିଆଗଲା, ନକୁଳ, ଅର୍ଜୁନ ଏବଂ ଭୀମ, ସରି ଶକୁନି ନୁହଁ, କର୍ଣ୍ଣ, ଦୁର୍ଯ୍ୟୋଧନ, ଦୁଃଶାସନ ଆଉ କର୍ଣ୍ଣ ଅସ୍ତ୍ର ଉଠେଇଥିଲେ। କର୍ଣ୍ଣଙ୍କ ଠାରୁ ଅର୍ଜୁନ ନେଲେ ଧନୁ, ଛଡେଇ ନେଇଗଲେ, ଛଡେଇ ମାନେ ଦେଇଦେଲେ ସିଏ। ଆଉ ଦୁଃଶାସନ ପାଖରୁ ନେଇଗଲେ ଗଦା ଭୀମ, ଭୀମ ନାହିଁ, ଅର୍ଜୁନ, ନକୁଳ, ଏବଂ ଦୁର୍ଯ୍ୟୋଧନଙ୍କ ପାଖରୁ ଗଦା ନେଲେ ଭୀମ। ଦୁର୍ଯ୍ୟୋଧନ ଛାଡୁ ନଥାନ୍ତି, ଛାଡ଼ିବିନି ବୋଲି ଛଳେଇ ନେଇଗଲେ, ଟଣାଟଣି ହେଲେ ଏବଂ ଛଳେଇ ନେଇଗଲେ ଭୀମ। ଏବଂ ସେଇଠୁ ବହୁତ ଅତ୍ୟାଚାର ଫିଲ୍ କଲେ, ଅତ୍ୟାଚାରିତ ଫିଲ୍ କଲେ କୌରବ ମାନେ। ସେ ଜାଗା ଛାଡ଼ି ଦେଇଛନ୍ତି ଆଉ ପଳେଇ ଆସିକରି ଦୁର୍ଯ୍ୟୋଧନ ତା ପହଞ୍ଚି ଯାଇଛି ହସ୍ତିନାପୁରକୁ, ଏବଂ ହସ୍ତିନାପୁରରେ ପୁରା ନିଆଁ ଲଗେଇ ଦେଇଛି, ଚାରିଆଡେ ଅଗ୍ନି ଲଗେଇ ଦେଇଛି। ଆଉ ଭଙ୍ଗା ରୁଜା କରିକି ଛିନ୍ ଛତ୍ର କରିକି ଚାରିଆଡେ ଅଗ୍ନି ଲଗେଇକରି ଅଗ୍ନି ସ୍ନାନ କରିବା ପାଇଁ ଡିସିସନ ନେଇଯାଇଛି ଯେ ଅଗ୍ନି ଜଳିକି ପୁରା ମରିବି। ଭିତରେ ପ୍ରବଳ କ୍ଷୋଭ,
ଦୁଃଶାସନ ଅଟକାଇ ଅଟକାଇ ଚେଷ୍ଟା କରିଛନ୍ତି, ଅଟକାଇ ପାଇଁ ଅଟକାଇ ପାରିନାହାନ୍ତି। କର୍ଣ୍ଣଙ୍କୁ ଡାକିଛନ୍ତି, କର୍ଣ୍ଣ ଅଟକାଇ ପାରିନାହାନ୍ତି। ଉପରୁ ଗୋଟେ ବହୁତ ବଡ଼ ଅଗ୍ନି ଏମିତି ପଡ଼ିଲା ବେଳକୁ କର୍ଣ୍ଣ ତାଙ୍କୁ ସେଭ୍ କରିଛନ୍ତି, କିନ୍ତୁ ଅଟକାଇ ପାରିଲେ। ଚାରିଆଡ଼େ ନିଆଁ ଜଳିଗଲାଣି, କିନ୍ତୁ ଦୁର୍ଯ୍ୟୋଧନ ଯିବା ପାଇଁ ନାହିଁ। ଏ ନିଆଁରେ ପୋଡ଼ିକି ମୋ ଭିତରେ ଯୋଉ ଅଗ୍ନି ଜଳୁଛି ମୁଁ ତାକୁ ପ୍ରଶମିତ କରିବି। ଏମିତି ପ୍ରକାର ପରିସ୍ଥିତି ହେଇଛି ହସ୍ତିନାପୁରରେ। ତାପରେ ଦୁଃଶାସନ ଦୌଡ଼ି ଦୌଡ଼ି ଯାଇକି ଏ ତାଙ୍କ ବାପାଙ୍କୁ ଧୃତରାଷ୍ଟ୍ରକୁ ଡାକିଛନ୍ତି। ଏମିତି ଏମିତି ଅଗ୍ନି ସ୍ନାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବଡ଼ ଭାଇ, ଜଲ୍ଦି ଆସ ବାପା, ଜଲ୍ଦି ସମ୍ରାଟ ଚାଲନ୍ତୁ। ତାପରେ ସେ ଆସିଛନ୍ତି, ଆସିକି ତାଙ୍କୁ ଆ, ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ନା, ମୁଁ କେବଳ ପ୍ରତିଶୋଧ, ମୁଁ କେବଳ ପ୍ରତିଶୋଧ, ମରିବି ନହେଲେ ପ୍ରତିଶୋଧ ନେବି। ଠିକ ଅଛି, ମୁଁ ଗୋଟେ ପ୍ରତିଶୋଧ ନେବା। ଏଇ ସମୟରେ ସେଇଠି କଣ ହେଇଛି ନା, ଯେତେବେଳେ ଶକୁନି ମନା କରିଛି ଦୁର୍ଯ୍ୟୋଧନକୁ କି ଏଇଠି ଅସ୍ତ୍ର ବାହାର କର ନାହିଁ, କାରଣ ଶକୁନି ଜାଣିଛନ୍ତି ରାଜପ୍ରାସାଦରେ ଯଦି ଅସ୍ତ୍ର ବାହାର କରିବ କିଛି ନା କିଛି ଦଣ୍ଡ ମିଳିଯିବ। ତେଣୁ ଶକୁନି ମନା କରିକି ଯେତେବେଳେ ଦୌଡ଼ିକି ଆସିକି ଏ, ଦୁର୍ଯ୍ୟୋଧନକୁ ଧରିବା ପାଇଁ ଚେଷ୍ଟା କରନ୍ତି, ଦୁର୍ଯ୍ୟୋଧନ କଣ କରନ୍ତି, ଗୋଟେ ଧକ୍କା ମାରିଛନ୍ତି ଏବଂ ଶକୁନି ପଡ଼ିଯାଇଛନ୍ତି କୋଉଠି, ଇନ୍ଦ୍ରପ୍ରସ୍ଥରେ। ତେଣୁ ଶକୁନି ସେଇ ଅଭିମାନ ବଶତଃ ହସ୍ତିନାପୁର ଛାଡ଼ିକି ବି ଶକୁନି ପ୍ରତ୍ୟାବର୍ତ୍ତନ କରି ପଳେଇ ଯାଇଛନ୍ତି ତାଙ୍କର ଗାନ୍ଧାର ରାଜ୍ୟକୁ, ବାଟରେ ଯାଉଥିଲେ। ଏବଂ ଏଇ କଥା ବୁଝେଇଛନ୍ତି। ବୁଝେଇ ସାରିଲା ପରେ ଶକୁନି ମାମା କୁଆଡ଼େ ଗଲେ ନା, ଶକୁନି ମାମା ଅପମାନିତ ହେଇକି ପଳେଇ ଗଲେ ବୋଲି କହିଲେ ଦୁଃଶାସନ। ତାପରେ ଚାଲ ମୁଁ ଶକୁନି ମାମାଙ୍କୁ ଫେରେଇବି। ଦୁର୍ଯ୍ୟୋଧନ, ଶକୁନିଙ୍କ ବ୍ୟତୀତ ଦୁର୍ଯ୍ୟୋଧନ ପଦେ ଚଳିପାରିବ ନାହିଁ, ଏତେ ପରାମର୍ଶ ପ୍ରତି ମୁହୂର୍ତ୍ତରେ ତାଙ୍କୁ ଦରକାର ଥିଲା। ପ୍ରତି ମୁହୂର୍ତ୍ତରେ ଯାଇକି ତାଙ୍କୁ ବାଟରୁ ଫେରେଇଛନ୍ତି, କ୍ଷମା ମାଗିଛନ୍ତି, କହିଛନ୍ତି କି ଯୋଉ ହାତରେ ମୁଁ ତମକୁ ଠେଲି ଦେଇଛି ସେ ହାତ ଯଦି ଏବେ କହିବ ସେ ହାତକୁ ମୁଁ ଛେଦନ କରିଦେବି, ତ ତମକୁ ଫେରିବାକୁ ପଡ଼ିବ। ବୁଝିପାରୁଛନ୍ତି? ଏମିତି କରିକି ତାଙ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରତ୍ୟାବର୍ତ୍ତନ କଲା ପରେ ଶକୁନି ତାଙ୍କୁ ଟୋଟାଲ ପ୍ଲାନିଂ କରିଛନ୍ତି ହସ୍ତିନାପୁରରେ, କି ପଞ୍ଚୁପାଣ୍ଡବଙ୍କୁ କଣ କେମିତି ଅପମାନ କରାଯାଇପାରେ। ଦୁର୍ଯ୍ୟୋଧନ ସେଠି କହିଛନ୍ତି ଯେ ଆମ ପାଖରୁ ସେମାନେ ଅସ୍ତ୍ର ତ୍ୟାଗ କରିଛନ୍ତି, ଅସ୍ତ୍ର କାଢ଼ି ନେଇଛନ୍ତି, ଆମ ପାଖରେ ଛଡ଼େଇ ନେଇଛନ୍ତି, ଆମେ ତାଙ୍କ ପାଖରୁ ବସ୍ତ୍ର କାଢ଼ି ନେବା। ଏଇଟା ହିଁ ମୋର ପ୍ରତିଶୋଧ। ଦୁର୍ଯ୍ୟୋଧନ, ଆଉ ସେଇ ଉପାୟ ହିଁ ତମେ ତିଆରି କର। ତାପରେ ବହୁତ ପ୍ଲାନିଂ କରିକି ଶକୁନି ପଶା ଖେଳକୁ ଆସିଛନ୍ତି ଏବଂ ପଶା ଖେଳ ଦୁର୍ଯ୍ୟୋଧନ ସହିତ ଖେଳିକି ଦେଖେଇଛନ୍ତି କି 12 ପଡ଼ିବ ବୋଲି ଏମିତି ପକେଇଦେଲା ବେଳକୁ ଯେତେ 8 ବି ପଡ଼ିବ କି 6 ବି ପଡ଼ିବ, 12 କହିଦେଲେ ସେ ପଶା ପଡ଼ି ସାରିଲା ପରେ ମଧ୍ୟ ତା ମନକୁ ଉଲଟି ଯାଉଛି, 12 ହେଇଯାଉଛି। ଏଇ ଅଲୌକିକ ଦୃଶ୍ୟ ଯେତେବେଳେ ଦେଖେଇ ଦେଇଛନ୍ତି ଦୁର୍ଯ୍ୟୋଧନ ଖୁସି ହେଇଯାଇଛନ୍ତି। ଆରେ ୱାହ, ତାହେଲେ ପଶାଟା ତାହେଲେ ତମର ମନ ମୁତାବକ ତମ ଇଚ୍ଛା ଅନୁସାରେ ପଡ଼ିପାରୁଛି ମାମାଶ୍ରୀ। ୟେସ୍, ମୋ ଇଚ୍ଛା ଅନୁସାରେ ପଶା ପଡ଼ୁଛି। ତାର ବି ଏକ ଲମ୍ବା କାହାଣୀ ଅଛି, ସେ ପଶା କେମିତି ତାଙ୍କ ଇଚ୍ଛା ଅନୁସାରେ ପଡ଼ୁଛି। ଆପଣ ଜାଣିଛନ୍ତି ସେ ପଥର ଘରରେ ଯୋଉ ବନ୍ଦୀ କରିଥିଲେ ଏବଂ ପ୍ଲାନିଂ କରିଛନ୍ତି। ତାପରେ ତାଙ୍କ ବାପାଙ୍କୁ କହିଛନ୍ତି, ଏଣ୍ଟାର ଗୋଟେ ପ୍ଲାନିଂ ହେଇଗଲା। ଶକୁନି, ଦୁଃଶାସନ, ଦୁର୍ଯ୍ୟୋଧନଙ୍କର ସବୁ, କର୍ଣ୍ଣଙ୍କର ପ୍ଲାନିଂ ହେଇଗଲା। ଏବଂ ପ୍ଲାନିଂ ହେଇସାରିଲା ପରେ କର୍ଣ୍ଣକୁ ସବୁ କଥା କହିନାହାନ୍ତି, କର୍ଣ୍ଣକୁ କହିଛନ୍ତି ତା ପାଖରେ ରହିବ ଆଉ ତାଙ୍କୁ ଡାକିବା। ତାଙ୍କ ବାପାଙ୍କୁ ଯାଇକି କହିଛନ୍ତି, ବାପା ଆଉ ଆମେ ଡାକିବା ତାଙ୍କୁ। ଧୃତରା ଭୀଷ୍ମଙ୍କୁ ବି ପରାମର୍ଶ ମାଗିଛନ୍ତି ଯେ ଯେହେତୁ ସମ୍ରାଜ୍ଞୀ ତାଙ୍କର ଜଣେ ଆସିଛନ୍ତି, ସମ୍ରାଜ୍ଞୀ ହେଇଛନ୍ତି ଦ୍ରୌପଦୀ, ଦ୍ରୌପଦୀଙ୍କର ସମ୍ମାନ ଆମେ କରିନାହୁଁ ହସ୍ତିନାପୁରରେ। ତେଣୁ ଦ୍ରୌପଦୀଙ୍କର ସମ୍ମାନାର୍ଥେ, ଦେଖନ୍ତୁ ଦୁର୍ଯ୍ୟୋଧନ, ସମ୍ମାନାର୍ଥେ ଆମେ ତାଙ୍କୁ ହସ୍ତିନାପୁରକୁ ଡାକିବା। ଆଉ 5 ମିନିଟ୍ ନେଲେ ଚଳିବ ତ? ଆଉ 5 ମିନିଟ୍ ଗୋଟେ ଜାଗାରେ ଏଣ୍ଡ କରିବା ତ, ମଝିରେ ରଖିପାରିବାନି। ଆଉ ତାଙ୍କୁ ସମ୍ମାନାର୍ଥେ ଆମେ ଡାକିବା, ସମ୍ମାନ ବୃଦ୍ଧି କରିବା ପାଇଁ। ଏବଂ ବିଦୁରଙ୍କୁ ଡକେଇଛନ୍ତି ଏବଂ ମନ୍ତ୍ରୀଙ୍କୁ କହିଛନ୍ତି, ହେ ବିଦୁର, ତମେ ଯାଅ ଇନ୍ଦ୍ରପ୍ରସ୍ଥ ପାଣ୍ଡବମାନଙ୍କୁ ଏବଂ ଦ୍ରୌପଦୀଙ୍କୁ, ମାତା କୁନ୍ତି ବି ସେତେବେଳେ କୁନ୍ତି ସେଠି ଥିଲେ, ପଳେଇ ଯାଇଥିଲେ, ମାନେ ସ୍ୱତନ୍ତ୍ର ରାଜ୍ୟ ହେଲା ପରେ ସମସ୍ତଙ୍କୁ ତମେ ଡାକି ଆଣ ଏଠିକି। ଆଉ ତାଙ୍କୁ ଆମେ ଏଠି ସମ୍ମାନ ବୃଦ୍ଧି କରାଇବା। ଆମ ଉଭୟ ରାଜ୍ୟ ଭିତରେ ଯାଉଛି ପୁରା ସମ୍ମାନ ବୃଦ୍ଧି କରିବା। ଆଉ ବିଦୁରଙ୍କୁ ବି କହିଦେଇଛନ୍ତି ଦୁର୍ଯ୍ୟୋଧନ କି ମୋତେ ପାଣ୍ଡବମାନଙ୍କ ପ୍ରତି ମୋ ଭିତରେ ବହୁତ ଭଲ ପାଇବା ଆସିଛି, ବହୁତ ଭଲ, ପୁରା ଏକଦମ ଅଲଗା କଥା। କିନ୍ତୁ ସବୁ ପଳେଇ ସାରିଲା ପରେ ହିଁ କେମିତି ତାଙ୍କୁ କରାଯିବ, କେମିତି ହଟହଟା କରାଯିବ, ସେଇ କଥା କେବଳ ମାନେ ପ୍ଲାନିଂ କରିଛନ୍ତି। ତ ଶକୁନିକୁ ପୁରା କହିଛନ୍ତି ଡିଟେଲ ସବୁ ଉପାୟ ଏଇଆ କରିବା। ମୋର ଟାର୍ଗେଟ ହେଉଛି ଦ୍ରୌପଦୀ, ମୋର ଟାର୍ଗେଟ ଦ୍ରୌପଦୀ, ଦ୍ରୌପଦୀକୁ ବସ୍ତ୍ରହରଣ, ବସ୍ତ୍ର ତ୍ୟାଗ କରିବା। ସେ ମୋର ଅସ୍ତ୍ର ତ୍ୟାଗ କରିଥିଲା, ମୋର ତାର ବସ୍ତ୍ର ତ୍ୟାଗ କରିବା। ଏଇଟା ହିଁ ମୋର ଟାର୍ଗେଟ। ଶକୁନି କହିଲେ, ଭଞ୍ଜା କିଛି କିଛି ଚିନ୍ତା କର ନାହିଁ, ପୁରା ମୁଁ ଅଛି, ଦେଖ ସବୁ ଠିକ ଠାକ ହେଇଯିବ।
ତାପରେ ଧୃତରାଷ୍ଟ୍ର ଆଦେଶ ଦେଲେ, ଗଲେ କିଏ? ଏ, ଆମର ବିଦୁର ମନ୍ତ୍ରୀ ଡାକିବାକୁ ଗଲେ। ଡାକିବାକୁ ଗଲା ପରେ ଯୁଧିଷ୍ଠିର ସାଙ୍ଗେ ସାଙ୍ଗେ ରାଜି ହେଇଗଲେ। କିନ୍ତୁ ଅର୍ଜୁନ କହିଲେ କି ଯିବା ଉଚିତ ନୁହଁ। ଏବେ ଏଇଠି ବହୁତ ପାଟିତୁଣ୍ଡ କମ ଦିନ ଭିତରେ ହେଇଛି, ତେଣୁ ଯିବା ଉଚିତ ନୁହଁ। ନିଶ୍ଚିତ ଭାବରେ କିଛି ମନ୍ଦ ଉଦ୍ଦେଶ୍ୟରେ ସେମାନେ ଡାକିଥିବେ। ସହଦେବଙ୍କୁ ବି ପଚାରିଲେ। ସହଦେବ ବି କହିଲେ ମୋତେ ପୂର୍ବାଭାସ ହେଉଛି ବହୁତ କିଛି ଘଟଣା ଘଟିବା ପାଇଁ ଯାଉଛି, ଆମେ ଯିବା ଉଚିତ ନୁହଁ। ଆଉ ତାତାଶ୍ରୀ ତମେ କୁହ, ତାତାଶ୍ରୀ ଭାବରେ ତମେ କୁହ ଯେ କଣ କରିବା କଥା ହେଲେ ଯୁଧିଷ୍ଠିର ପଚାରିଛନ୍ତି କାହାକୁ? ବିଦୁରଙ୍କୁ। ବିଦୁର କହିଛନ୍ତି କି ତମେ ମନା କରିଦିଅ। ମୋ ମତରେ ତମେ ମନା କରିଦିଅ, ଏବେ ଯିବା ଉଚିତ ନୁହଁ। କୌଣସି କର୍ମବ୍ୟସ୍ତତା ଦେଖିକି ତମେ ମନା କରିଦିଅ। ଯୁଧିଷ୍ଠିର କହିଛନ୍ତି ନା ତାତାଶ୍ରୀ, ମୁଁ ଗୋଟେ ସମ୍ରାଟ, ଚକ୍ରବର୍ତ୍ତୀ ସମ୍ରାଟ, ଏବଂ ସେମାନେ ଯୋଉ କହିଛନ୍ତି ଡାକିଛନ୍ତି, ମୁଁ ତାକୁ ମୋର ତାତାଶ୍ରୀଙ୍କର ଧୃତରାଷ୍ଟ୍ର ରାଜା ତାଙ୍କର ଆଦେଶ ଭାବରେ ମୁଁ ତାକୁ ଗ୍ରହଣ କରିବି ଏବଂ ଆମେ ନିଶ୍ଚିତ ଭାବେ ଯିବୁ। ପଞ୍ଚ ପାଣ୍ଡବ ଦ୍ରୌପଦୀ ସମସ୍ତେ ଆସିଛନ୍ତି। ଏକଦମ ସାଧାରଣ ନିମନ୍ତ୍ରଣ କରିଛନ୍ତି ସମସ୍ତଙ୍କୁ। ପାଦ ଧୋଇଛନ୍ତି, ନିମନ୍ତ୍ରଣ କରିଛନ୍ତି। କରିସାରିଲା ପରେ ତାଙ୍କୁ ବସେଇଛନ୍ତି। ବସେଇକି ବିଭିନ୍ନ ଆଲୋଚନା କରିକି କେମିତି ଦ୍ୱୈତ କ୍ରୀଡ଼ା ଖେଳେଇବେ, ଜୁଆ, ସେଇ ଆଡ଼କୁ ପ୍ରରୋଚିତ କରିଛନ୍ତି। ଆଜି ବିଷୟବସ୍ତୁ ଏଇଠି ରଖିବା। ପାଣ୍ଡବ ମାନେ ପହଞ୍ଚିଛନ୍ତି ହସ୍ତିନାପୁରକୁ। ପରବର୍ତ୍ତୀ ସମୟରେ ଯୋଉ ଜୁଆ ଖେଳ ହବ, ଜୁଆ ଖେଳର ନିୟମ କଣ କଣ ଥିଲା, ନିୟମକୁ କେମିତି କରାଯାଇଛି, କେମିତି ଶକୁନି ପ୍ରପଞ୍ଚ କରିକି ଧୃତରାଷ୍ଟ୍ର ଆପଣଙ୍କର ଭୀଷ୍ମଙ୍କର କଥାକୁ ମଧ୍ୟ କାଟି ଦେଇଛି, ସେସବୁ ଆମେ ଆରାମରେ ଆଲୋଚନା ଏଇଠୁ କରିବା। ମନେ ପକାଇବେ, କାରଣ ଭୀଷ୍ମ ଜୁଆ ଖେଳର ସପକ୍ଷରେ, ଦ୍ୱୈତ କ୍ରୀଡ଼ାର ସପକ୍ଷରେ ଆଦୌ ନଥିଲେ, ବିଦୁର ନଥିଲେ ଏବଂ ଭୀଷ୍ମ ଟୋଟାଲି ବିରୋଧ କରିଛନ୍ତି କି ଦ୍ୱୈତ କ୍ରୀଡ଼ା ନ ହଉ ବୋଲି। କିନ୍ତୁ ଏମିତି ପରିସ୍ଥିତି ତିଆରି କରିଛନ୍ତି, ସେ ପରିସ୍ଥିତି ଯେତେବେଳେ ଦେଖିବା ବହୁତ ମଜା ଲାଗିବ। କଣ କଣ ନିୟମ କରିଛନ୍ତି, ସେ ନିୟମକୁ ଆଲୋଚନା କରିକି ସେଇଠି କଣ ହେଇଛି, କେମିତି ରିଭେଞ୍ଜ ନେଇଛି, ସେ ବିଷୟ ଆମେ ପରୀକ୍ଷଣରେ ଆଲୋଚନା କରିବା। ତେବେ ମୋଟାମୋଟି ଭାବରେ ମୁଁ କହିବା ପାଇଁ ଚାହେଁ କି ପ୍ରପଞ୍ଚ ପାଖରେ, କୂଟନୀତି ପାଖରେ ବେଳେବେଳେ ଏ ଏ ନ୍ୟାୟପରାୟଣ ଲୋକ ମଧ୍ୟ ଭୁଲୁଣ୍ଠିତ ହେଇଯାଇଛନ୍ତି। ଶେଷ ପର୍ଯ୍ୟାୟରେ ତ ଧର୍ମର ବିଜୟ ମାନେ ଲାଭ ହବ, ବିଜୟ ହବ ଧର୍ମର। କିନ୍ତୁ ସେଇ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବାଟା ହେଉଛି ବୁଦ୍ଧିମାନର କାମ। ସମୟକୁ ଅପେକ୍ଷା କରିବା ହେଉଛି ବୁଦ୍ଧିମାନର କାମ। ବିଭିନ୍ନ ଘନଘଟା ଭିତରେ ଧର୍ମର ବିଜୟ ହେବ ଏବଂ ସେହି ସମୟ ପୁଣି ଫେରି ଆସିବ ଏବଂ ନିଶ୍ଚିତ ଭାବେ ଧର୍ମର ବିଜୟ ହେବ। କିନ୍ତୁ ଆମେ ଏଇଠି କଥାକୁ ରଖିବା। ପରବର୍ତ୍ତୀ କ୍ଲାସରେ ଆରମ୍ଭ କରିବା ଏଇଠୁ। ଦ୍ୱୈତ କ୍ରୀଡ଼ାଟା କେମିତି କେମିତି କରିଥିଲେ, କେଉଁ ନୀତି ନିୟମ ଭିତରେ ଥିଲା, କେମିତି ଥିଲା, କେମିତି ପ୍ରତିଶୋଧ ନେଇଥିଲେ, ସେ କଥାକୁ ଆମେ ଆଗକୁ ଯିବା। ତେବେ ଚାଲନ୍ତୁ ବିଷୟବସ୍ତୁକୁ ସମୟ ଦୃଷ୍ଟିକୋଣରୁ ଏଇଠି ରଖିବା ପାଇଁ ମୁଁ ଚାହୁଁଛି। ସମସ୍ତେ ଟିକେ ଆଖି ବନ୍ଦ କରିବା। असतो मा सद्गमय तमसो मा ज्योतिर्गमय मृत्योर्मामृतङ्गमय ॐ शान्ति शान्ति शान्तिः। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଦିବ୍ୟ ଶକ୍ତିଙ୍କ ସହିତ ସମସ୍ତଙ୍କୁ ଯୋଡ଼ି ଦିଅନ୍ତୁ। ସମସ୍ତଙ୍କ ଭିତରେ ଦିବ୍ୟତ୍ୱ ପ୍ରାପ୍ତ ହେଉ। ୟୁନିଭର୍ସ ପାଖରୁ ବହୁତ ସାରା ଦିବ୍ୟ ଶକ୍ତି ସମସ୍ତଙ୍କୁ ପ୍ରାପ୍ତ ହେଉ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଉତ୍ତମ ସମ୍ପଦ ଏବଂ ଭରପୁର ଖୁସି ମିଳୁ। ଭଗବାନଙ୍କ ଚରଣ ବିନ୍ଦରେ ସମସ୍ତଙ୍କ ପାଇଁ ପ୍ରାର୍ଥନା ପୂର୍ବକ ସମସ୍ତଙ୍କୁ ତଥାସ୍ତୁ କରିବା ପାଇଁ ଅନୁରୋଧ ରଖୁଛି। ଦୁଇ ହାତ
ଉପରକୁ କରିଦିଅନ୍ତୁ। परम पिता परमेश्वर को स्मरण करंतु जो भी शक्ति को अपना विश्वास करते तांको स्मरण करंतु माता पिता को स्मरण करंतु शिक्षा गुरु दीक्षा गुरु मार्गदर्शक शुभचिंतक पितृपुरुषगण महापुरुषगण ऋषि मंडली समस्त को स्मरण करंतु जल अग्नि वायु पृथ्वी एवं आकाश को स्मरण करंतु विश्व ब्रह्मांडर समस्त सकारात्मक शक्ति तथा विश्व ब्रह्मांडर समस्त पवित्र आत्मागण को स्मरण करंतु जो मैंने प्लाटफर्म रे उपस्थित अच्छा समस्त को आम ऊर्जा पहुंचाइबा समस्त हसी हसी उच्चारण कर तीन थर कहतु तथास्तु तथास्तु तथास्तु। थैंक यू सो मच, थैंक यू सो मच।